ଅବସରରେ ଆଗକୁ ଆସୁଥିବା ପୁଣ୍ୟତିଥି ଗଣେଶ ଚତୁର୍ଥୀ ପାଇଁ ଆମେ ଆଜି ଆଲୋଚନା କରିବା ଶ୍ରୀ ଗଣେଶ। ଗୋଟିଏ ଦିନ ପରେ ଆପଣ ମାନେ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କର ପୂଜା ପାଇଁ ଆପଣ ପ୍ରସ୍ତୁତ ହେଉଛନ୍ତି, ପୃଥିବୀ ପ୍ରସ୍ତୁତ ହେଉଛି। ତେଣୁ ସେଇ ବିଘ୍ନ ବିନାଶନ ଯୋଉ ଶ୍ରୀ ଗଣେଶ ତାଙ୍କ ଉପରେ ଆମେ ଆଜି ଆଲୋଚନା କରିବା। ଅପା ଟପିକ ଦେଇଥିଲେ ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନକୁ ଆଲୋଚନା କରିବା ପାଇଁ, କିନ୍ତୁ ମୁଁ ଜାଣିନି, ଯାହା ହଉ ସିଏ ସ୍ଥିର କରିଛନ୍ତି ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନକୁ ବୋଧହୁଏ ପରବର୍ତ୍ତୀ ଅଧ୍ୟାୟକୁ କୋଉଠି ରଖିଥିବେ। ତେଣୁ ଆଜି ଆମେ ଆଲୋଚନା କରିବା ଏଇ ଟପିକଟି, ସୁନ୍ଦର ଟପିକଟି ଶ୍ରୀ ଗଣେଶ। ଆଶା କରୁଛି ଏ ସମସ୍ତେ ଆଗାମୀ କିଛି ଦିନ, ଗୋଟେ ଦିନ ପରେ ଆପଣଙ୍କ ପାଇଁ ଆସିବ। ତେଣୁ ଏ ସମସ୍ତଙ୍କୁ ଆପଣଙ୍କୁ ନିଶ୍ଚିତ ଭାବରେ ସହାୟକ ହେବ, ଏଥିରେ ସନ୍ଦେହ କରିବାର ନାହିଁ। ତେଣୁ ଆମେ ଆଜି ଅନ୍ତତଃ ଆଜି ସନ୍ଧ୍ୟାର ଏଇ ଶୁଭ ମୁହୂର୍ତ୍ତରେ ଆମେ ଆଲୋଚନା କରିବା ଶ୍ରୀ ଗଣେଶ। ଅନେକ ଅଜଣା କଥା ତା ଭିତରକୁ ଆମେ ଯିବା। ପୁରାଣ ଠାରୁ ଆରମ୍ଭ କରି ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ତଥ୍ୟପୂର୍ଣ୍ଣ ଆଲୋଚନା ଭିତରକୁ ଯିବା ଶ୍ରୀ ଗଣେଶ। ଅନେକ ଜିନିଷ ଆସିକରି ପହଞ୍ଚିବ, ହୋପଫୁଲି ଆପଣ ମାନଙ୍କ ପାଇଁ ମଧ୍ୟ ନୂଆ ଲାଗିପାରେ। କାହାଣୀ ଆପଣ ମାନେ ଶୁଣିଥିବେ, ଏଥିରେ ସନ୍ଦେହ କରିବାର ନାହିଁ, କିନ୍ତୁ ଅନେକ ଜିନିଷ ଆପଣ ଶୁଣିବେ ଯୋଉଟା କି ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ନୂଆ ଲାଗିବ। କାରଣ ଏ ଟପିକ ନୁହେଁ, ଅନେକ ବର୍ଷ ଧରି ଆମେ ଅନଲାଇନ ଆରମ୍ଭ ଠାରୁ ପ୍ରାୟ କୋଭିଡ ଠାରୁ ଆମେ ଏ ଟପିକକୁ ଅନ୍ତତଃ ବର୍ଷରେ ଥରେ ଦିଥର ଆମେ ଆଲୋଚନା କରୁଛୁ। ତେଣୁ ଆଜି ମଧ୍ୟ ଆଉ ଗୋଟେ ଆଙ୍ଗଲରେ ଆମେ ଆଲୋଚନା କରିବାକୁ ଯିବା। ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଏ ଟପିକ ନୂଆ ଲାଗିବ ଏବଂ ଛୁଇଁବ। କିନ୍ତୁ କାହାଣୀ ବିଶେଷ କିଛି ନୂଆ ନାହିଁ, କିନ୍ତୁ କାହାଣୀର ପରବର୍ତ୍ତୀ ତଥ୍ୟ ଭିତରକୁ, ଆଧ୍ୟାତ୍ମିକ ସତ୍ୟ ଭିତରକୁ ଯିବେ, ସେଇ ହେଉଛି ଆପଣଙ୍କ ପାଇଁ ନୂଆ। ତେଣୁ ଆମେ ଆଲୋଚନା ଭିତରକୁ ଯିବା ଶ୍ରୀ ଗଣେଶ। ଶ୍ଲୋକଟିରୁ ଆରମ୍ଭ କରିବା। ବକ୍ରତୁଣ୍ଡ ମହାକାୟ सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। ये मंत्र सहित स्तोत्र सहित आपण माने निश्चित भाव में परिचित अच्छा, सन्देह कर नम गणेश विघ्नेश गिरिजानंदन प्रभु ये सब जिनस प्रति आप शुणी। एनीवे अग्रपूज्य श्री गणेश तांकरी पाई आमे आलोचना करिबा। गोटे छोटिया कहानी रो आरंभ करूची, बहुत सेंसिटिवली सुनंतु। ये कहानीटा आपनको पाई नुआ लागबनी, किंतु तार परवर्ती अवस्था रे जहा सुनिबे सब जाक आपनको होपफुली नुआ लागिबो। कहानी रो आरंभ करूची। ये कहानी जोटी सरीबो ऑलमोस्ट आपनको आलोचना सेठी सरी जिवो। तेणु काहाको सुनिबा कहानी होची एया। कहानी रो आरंभ होइतिला सेइटु जेतेबेले मां पार्वती बोली कि आपण जानंती पर्वतस्य अपत्यं कन्या पार्वती। ता पूर्वर गोटे सुंदर श्लोक आपण माने शुणंती। असारे अस्मिन् संसारे सार ससुरालय हर सेते हिमालय हरि सेते महादधौ। संस्कृत श्लोकटी तार अर्थ होची कोन एया, ये संसार होची असार संसार। एथिरे असार संसार रे सार होची कोन ना ससुर घर ना केमिति कोन कथा हसुथिबे आपण माने बसिकरी कहले कोन असारे अस्मिन् संसारे सार ससुरालय। ये जो संसार आमे रहउछु ये होची असार। अच्छा एथिरे सार होची कोन ना ससुर घर ना केमिति कोन बुझिबा ना। हर सेते हिमालय, हर होचंती शिव। से कोठी रहंती, वास करंती, शयन करंती ना हिमालय। हिमालय होची तांकर ससुर घर। हरि होचंती कि ना विष्णु। से कोठी रहंती ना हरि सेते महादधौ, महासमुद्र रे भितरे। से होची तांकर ससुर घर, कारण सेथिरु लक्ष्मी इभल्व करते। तेणु असार ये संसार रे ससुर घर हूँ श्रेष्ठ बोलिकी काव्यकार माने स्तोत्रकार माने जमाने कहते। जहाँ आम टपिक को जीवा। टपिक थिला यही भाया। टपिक थिला भिन्न भिन्न पुराण रे भिन्न भिन्न प्रकार वर्णना होती। तेणु मु ये जो कहानी को कहूँ, आम ये कहानी सहित आमर किसी संपर्क ना। संपर्क हूँ कौन, गणेश सहित आमर कौन संपर्क, से पुराण रे केमिति, आमे बाह्य लोचन रे केमिति देखुचंती, तांकर आध्यात्मिक अर्थ कौन, आध्यात्मिक स्पिरिचुअल सिग्निफिकेंस कौन, हाउ ही इज रिलेटेड टू मदर एंड श्री अरविंदो। यही जिनस भितर आमे प्रवेश करबा, आमे सेया को ताको जानिबार चेष्टा करबा। कहानीटी एमिति हेइतिला, बड़ सुंदर भाव में शुणु। ये जमीती लगुच आपको सेमती लगे, कारण जब लगी था आप गप शुणी या तो आप सबुआड़े आलोचना शुणे। तेणु आपको ये कहानी कहीकि लाभ कौन अच्छी, किंतु जोटा जोटा हूँ आपण नुआ जिनस लगे से जिनस उपरको जावा।
କାହାଣୀରୁ ଆରମ୍ଭ କରୁଛି। ଯେତେବେଳେ ଶିବ ପାର୍ବତୀ କଣ କରୁଛନ୍ତି ନା ସ୍ନାନ କରିବାକୁ ଯାଉଛନ୍ତି, ଯେତେବେଳେ ପାର୍ବତୀ ସ୍ନାନ କରିବାକୁ ଯାଇଛନ୍ତି ସେତେବେଳେ କଣ କରୁଛନ୍ତି ନା ଶିବଙ୍କୁ ଭିତରକୁ ଆଲାଉ ନ କରିବେ, ଛାଡିବେ ନାହିଁ ବୋଲିକରି ନନ୍ଦୀ ଭଙ୍ଗୀଙ୍କ କଥା ଆପଣ ଜାଣିଛନ୍ତି। ତେଣୁ ତାଙ୍କୁ ବାଟରେ ଅଟକେଇ ଦେଇଛନ୍ତି, ଅପେକ୍ଷା କରେଇ ଦେଇଛନ୍ତି, ତମେ ଯାହା ହଉ ଶିବଙ୍କର କଣ କରିବ, ତାଙ୍କୁ ଶିବଙ୍କୁ ଭିତରକୁ ଛାଡିବନି। ଏଇଠୁ ଗଣେଶଙ୍କର ଯୋଉ ଜନ୍ମର ଉଦ୍ଦେଶ୍ୟ ଆମେ ଏଇଠୁ ଜାଣିବାକୁ ପାଇବା। ନନ୍ଦୀ ଜଗିକରି ରହିଥାନ୍ତି, ଟ୍ରଷ୍ଟେଡ ବଡିଗାର୍ଡ ହିସାବରେ ସେ ଅପେକ୍ଷା କରି ରହିଥାନ୍ତି। କିଛି ସମୟ ପରେ କଣ କରିଛନ୍ତି, ଶିବଙ୍କର ଆଗମନ ହୁଏ। ଆଉ ଶିବଙ୍କର ସିଏ ହଉଛନ୍ତି କଣ ନା ଲୟାଲ ଟ୍ରଷ୍ଟେଡ, ମାନେ ଯାହାକୁ କହନ୍ତି ଫାଇଟର, ତାଙ୍କର ଜେନେରାଲ। ତେଣୁ ଶିବଙ୍କୁ ଦେଖିଲେ ସେ ଛାଡିଦେଲେ। ଯେତେବେଳେ ଶିବଙ୍କୁ ଦେଖିଲେ ଯେତେବେଳେ ଭିତରକୁ ଛାଡିଦେଲେ, ତାକୁ ପାର୍ବତୀ ଯେତେବେଳେ ଶିବଙ୍କୁ ଦେଖିଲେ ତାଙ୍କୁ କଣ ପାଇଁ ଅଟକେଇଥିଲେ? ଶିବଙ୍କର ତ ରାଇଟ୍ସ ଅଛି, ସେ ଯାଇପାରିବେ, ଅଧିକ ଭିତରକୁ ଯାଇପାରିବେ, ନ ଛାଡିବା ପାଇଁ ନନ୍ଦୀଙ୍କୁ ଜଗା ହେଇଥିଲା। କିନ୍ତୁ ନନ୍ଦୀ ହଉଛନ୍ତି କଣ ନା ଲୟାଲ କର୍ଣ୍ଣେଲ, ଲୟାଲ ଯାହା କହୁଛନ୍ତି ସେନାପତି ହଉଛନ୍ତି କାହାର, ଶିବଙ୍କର। ତେଣୁ ସେ ବାଟ ଛାଡିଦେଲେ। ସେ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଚିହ୍ନିଦେଲା, ତେଣୁ ବାଟ ଛାଡିଦେଲା। ଛାଡିଦେଲା ପରେ କଣ କଲେ ନା ପାର୍ବତୀ ଆଉ ମାନେ ନନ୍ଦୀଙ୍କୁ ଆଉ ବିଶ୍ୱାସ କଲେ ନାହିଁ। ତେଣୁ ସେ ଯଦି ବିଶ୍ୱାସ ନ କରିବେ ପୁଣି କାହାକୁ ଜଣକୁ ବିଶ୍ୱାସ କରିବେ? ନନ୍ଦୀ ଭଙ୍ଗୀ ତ ତାଙ୍କ ସବୁଠାରୁ, ଯଦି ନନ୍ଦୀକୁ ଯଦି ବିଶ୍ୱାସ ନ କରିବେ ସେ କାହାକୁ ତିଆରି କରିବେ? ତେଣୁ ସେ ସ୍ଥିର କଲେ ଯେ ନିଜେ ଗୋଟିଏ ଏମିତି ଗୋଟିଏ ତିଆରି କରିବେ, ମାନସ ପୁତ୍ର ଯାହାକୁ ଆପଣ କହୁଛନ୍ତି। ତେଣୁ ତିଆରି କରିବେ। ସେଥିପାଇଁ ସେ ତିଆରି କଲେ କଣ ନା ସ୍ନାନ ସମୟରେ ଯୋଉ ହଳଦୀ ଗୁଡାକ, ମୁଁ ତାଙ୍କ ସିଗ୍ନିଫିକାନ୍ସ ସବୁ କହିବି, ସେଥିପାଇଁ ମୁଁ ଏତେ ତା ଭିତରକୁ ଯାଉନି। ନିଜର ଦେହରେ ଅଙ୍ଗମୌଳି, ଯୋଉ ଅଙ୍ଗର ଯୋଉ ଲାଗିଥିଲା, ହଳଦୀର ସିଗ୍ନିଫିକାନ୍ସ କଣ, କାହିଁକି, ଏସବୁ ମୁଁ ଆପଣଙ୍କୁ ଧୀରେ ଧୀରେ କହିବା ଆରମ୍ଭ କରିବି। ତେଣୁ ସେ କଣ କଲେ, ନିଜର ଅଙ୍ଗମଳିରୁ ବା ସେ ହଳଦୀରୁ ତାକୁ କଣ କଲେ, ସ୍ନାନ ସମୟରେ ତାକୁ ସବୁ ଯୋଡିକିରି ତା ଦେହରୁ କଣ କଲେ, ଯାହାକୁ ତିଆରି କଲେ ସେଇ ହଉଛନ୍ତି ଗଣେଶ। ଗଣେଶଙ୍କ ମାନେ ଅର୍ଥ ହଉଛି କଣ ନା ଗଣାନାମ ଈଶ ଗଣେଶ। ଈଶ ମାନେ ହଉଛି ଈଶ୍ୱର। ତେଣୁ କହୁଛନ୍ତି ଗଣ ମାନେ ଲୋକମାନଙ୍କର, ଇଏ ଗଣ ମାନେ ମାସକୁ ବୁଝଉଛନ୍ତି। ସମସ୍ତଙ୍କର ଈଶ୍ୱର ଯିଏ ହଉଛନ୍ତି ସେ ହଉଛନ୍ତି ଗଣେଶ। ତାକୁ କହୁଛନ୍ତି। ତାପରେ ଆଉ ଗୋଟେ ତାଙ୍କର ନାଁର ବିଭିନ୍ନ ପ୍ରକାର ନାଁ ଅଛି, ବା ବିଭିନ୍ନ ପ୍ରକାର ନାଁ ଅଛି, ଆପଣ ମାନେ ପଢିଥିବେ ଭିନ୍ନ ଭିନ୍ନ ଶାସ୍ତ୍ରରେ। ଅନ୍ତତଃ କୋଉଠି ତାଙ୍କର 32 ନାଁ ଅଛି, ତ କୋଉଠି ଦେଖିଛନ୍ତି ଆପଣ 16 ଦେଖିଛନ୍ତି, କୋଉଠି 8 ଦେଖିଛନ୍ତି। ଭିନ୍ନ ଭିନ୍ନ ନାଁରେ ତାଙ୍କୁ ଆପଣ ଖୋଜିକିରି ପାଇଛନ୍ତି। ଏନିୱେ ତେଣୁ ସେ କଣ କରିଛନ୍ତି ନା ଗଣେଶ, ଆଉ ଗୋଟେ ହଉଛନ୍ତି ବିଘ୍ନ ବିନାଶର। ବିଘ୍ନ ମାନେ ହଉଛି ଆପଣଙ୍କ ଭିତରେ ଯୋଉ ଡିଫିକଲ୍ଟି ଆସୁଛି, ଅବଷ୍ଟାକଲ ଆସୁଛି, ବିପଦ ଆସୁଛି, ବିଘ୍ନ, ବାଧା ବିଘ୍ନ, ତାକୁ କଣ କରୁଛନ୍ତି ସେ ହନନ କରନ୍ତି। ତେଣୁ ତାଙ୍କ ନାଁ ହଉଛି ବିଘ୍ନ ବିନାଶନ। ଆଉ ଗୋଟିଏ ତାଙ୍କର ନାମ ହଉଛି ଅଗ୍ରପୂଜ୍ୟ ମାନେ ଅଗ୍ର, ଆଗରେ, ପ୍ରଥମେ ଯିଏ ପୂଜା ପାଆନ୍ତି ତାଙ୍କ ନାଁ ହଉଛି ଅଗ୍ରପୂଜ୍ୟ। କାହିଁକି ହେଲେ ମୁଁ ତାକୁ ଧୀରେ ଧୀରେ ଆପଣଙ୍କୁ କହିବି, ଯେତିକି ଟାଇମ ଆମର ପରମିଟ୍ କରିବ। ଅଲମୋଷ୍ଟ ଆପଣଙ୍କ ପାଖରେ ଅଧଘଣ୍ଟା ଟାଇମ ଅଛି। ସେଇ ଅଧଘଣ୍ଟା ଭିତରେ ଆମେ ଯେତିକି ବାଟ ଯାଇପାରିବା ତାହା ହଉଛି କଥା। ତେଣୁ ମୋଟାମୋଟି ଭାବରେ କଣ ହେଲା ନା ବର୍ତ୍ତମାନ ଆପଣ ଜାଣିଲେ ଗଣେଶଙ୍କର ରହସ୍ୟ। ଆଉ କିଛି ପୁରାଣରେ ମଧ୍ୟ ଆପଣ ମାନେ ପଢିଥିବେ, ଶୁଣିଥିବେ ଯେ କଣ କରିଛନ୍ତି ନା ପାର୍ବତୀ ଶିବଙ୍କ ଉପରେ ରାଗିକିରି ପଳେଇଗଲେ ତପସ୍ୟା କରିବା ପାଇଁ। ତେଣୁ ତପସ୍ୟା କଲା ବେଳକୁ ସେ କଣ କରିଛନ୍ତି ନା ତିଆରି କଲେ କଣ, ତାଙ୍କର ଯୋଉ ଜଗିବା ପାଇଁ ସେ କଣ କଲେ, ନିଜର ଅଙ୍ଗମଳିରୁ ତିଆରି କରିଥିଲେ, ଗଣେଶଙ୍କୁ ସୃଷ୍ଟି କରିଥିଲେ। ଏବଂ ସିଏ ତାଙ୍କର ମାନସ ସନ୍ତାନ। ତେଣୁ ତାକୁ କଣ କରିଥିଲେ ନା ଜଗିଥିଲେ, ତମେ କାହାକୁ ଆ ଭିତରକୁ ବାଟ ଛାଡିବ ନାହିଁ। ତେଣୁ ସେ ଜଗିକି ରହିଥିଲେ, ସେ କାହାକୁ ଚିହ୍ନି ନାହିଁ। ତେଣୁ ସେ କଣ କଲେ, ଏଇ ସମୟରେ କଣ କରୁଛନ୍ତି, ଯେତେବେଳେ ପାର୍ବତୀ ତପସ୍ୟା କରିବା ଆରମ୍ଭ କଲେ, ଭାବନ୍ତୁ ଆ ସହିତ କୋରିଲେଟେଡ, ତେଣୁ ଭଲ ଭାବରେ ଶୁଣନ୍ତୁ, କିଛି ଅସୁବିଧା ନାହିଁ। ଗପ ଭଳିଆ ଶୁଣୁଛନ୍ତି କିନ୍ତୁ ତାହା ଗପ ନାହିଁ, କିନ୍ତୁ ତାର ସତ୍ୟ ଭିତରକୁ ଯିବା, ସ୍ପିରିଚୁଆଲ ସିଗ୍ନିଫିକାନ୍ସକୁ ଯିବା। ଇଏ ତ ପୁରାଣରେ ଗପ ଲେଖା ହେଇଛି। ତେଣୁ ଆମେ ତାର ଭିତରେ ଯଦି ଶୁଣିବା, ତାହେଲେ ଆପଣମାନେ କାହିଁକି ଏଠିକି ଆସିବେ, କଣ ପାଇଁ ଆସିବେ? ତେଣୁ କିଛି ତ ନୂଆ ଜିନିଷ ଭିତରକୁ ଯିବା। ତେଣୁ କଣ କଲେ ନା ସେ ତାଙ୍କ ବାଟ କରି ଲଗେଇ ଦେଇକି ସେ କଣ କରୁଛନ୍ତି ନା କଠୋର ବ୍ରତରେ, କଠୋର ତପସ୍ୟାରେ ମଗ୍ନ ହେଇଗଲେ। କିଏ ସେ ନା ମାତା ପାର୍ବତୀ। ଯେତେବେଳେ କଠୋର ତପସ୍ୟାରେ ଯେତେବେଳେ ସେ ମଗ୍ନ ହେଇଗଲେ, ସେତିକିବେଳେ କଣ କଲେ, ଶିବଙ୍କର ଆସନ ଟଳମଳ ହେଲା। ଯେତେବେଳେ ଶିବଙ୍କର ଆସନ ଟଳମଳ ଥିଲା, ଆଜି ହେଲା ଆମେ ଗଣେଶଙ୍କ ଉପରେ ଆଲୋଚନା କରୁଛୁ। ଯେତେବେଳେ ଆପଣଙ୍କର ଶିବଙ୍କ ଉପରେ ଯେତେବେଳେ ଆଲୋଚନା କରିବେ, ଅପାଙ୍କୁ ସ୍ପେସିଆଲି କହୁଛି, କାରଣ ମୋର ମନେ ରହିବନି, କେତେବେଳେ ବହୁତ ଜାଗାରେ ବହୁତ ଜିନିଷ ଆଲୋଚନା କରୁଛି, ତେଣୁ ମୁଁ ଭୁଲି ଯାଉଛି। ତେଣୁ ସେତେବେଳେ ଆପଣ ଶିବଙ୍କର ସିଗ୍ନିଫିକାନ୍ସ ଦେଖିବେ, ସେ ଆହୁରି ଟେରିଫିକ୍। ଆଜି ମଧ୍ୟ କିଛି ସିଗ୍ନିଫିକାନ୍ସ ଦେଖିବା, ସେତେବେଳକୁ ଆପଣ ଯଦି ଆଲୋଚନା କରିବେ ତେଣୁ ଠିକ ଅଛି, ଆମେ ଦେଖିବା। ତେଣୁ ଯେତେବେଳେ ଶିବଙ୍କର ଆସ୍ଥାନ ଟଳମଳ ହେଲା, ସିଏ ସେଠୁ କଣ କଲେ ନା ଗଲେ କୋଉଠିକି ନା ପାର୍ବତୀ ଯୋଉଠି ତପସ୍ୟା କରୁଛନ୍ତି ତା ଭିତରକୁ ଗଲେ। କିନ୍ତୁ ବାଟରେ ଆସିକି ପହଞ୍ଚିଲା ବେଳକୁ ଦେଖିଛନ୍ତି କିଏ ସେ ନା ଠିଆ ହେଇଛନ୍ତି ଜଣେ ଗୋଟେ ଛୋଟ ପିଲାଟିଏ ଠିଆ ହେଇଛନ୍ତି, ବାଳୁତ। ତେଣୁ ତାହାକୁ କି ଶିବ ତାଙ୍କୁ ଚିହ୍ନି ନାହାନ୍ତି, କି ସିଏ ବି ତାକୁ ଜାଣିନାହାନ୍ତି। ତେଣୁ ଝିଅ କଣ କଲେ କି ତା ଭିତରକୁ ଯିବାକୁ ମାନେ ପ୍ରବେଶ କରିବାକୁ ଗଲେ। ତେଣୁ ସେ ଭିତରକୁ ପ୍ରବେଶ କରିବାକୁ ଯାଉଛନ୍ତି, ନାଚୁରାଲି ଯୋଉ ବଡିଗାର୍ଡ ସେ ତ ଛାଡିବେ ନାହିଁ, କହିଲେ ମୁଁ ଛାଡିବି ନାହିଁ। ତେଣୁ ପଚାରିଲେ ବାବା ତୋର ପରିଚୟ କଣ? ନା ମୁଁ ହଉଛି ଶିବ, ମୁଁ ଆସିକିରି ପହଞ୍ଚିନା। ଜାଣେ ନା ମୁଁ କୋଉ ଶିବ, କେଉଁଠି ତା ଘର, ମାତାଙ୍କ ଆଦେଶ ମୁଁ ହିଁ ଜଗି ଅଛି ଧର ମାତା ଧ୍ୟାନ ମଗ୍ନ ହେ।
ଏ ନାଟକର କାହାଣୀ ଆପଣ ମାନେ ଶୁଣିଥିବେ ନିଶ୍ଚିତ ଭାବରେ। ତେଣୁ ମୁଁ ମୋତେ କହିବା ବୋଧେ ବିଶେଷ କିଛି ଦରକାର ହବନି। ସେ କହୁଛନ୍ତି ମୁଁ ଶିବ ତୁ ଭିତରକୁ ଯିବାକୁ ମତେ ଦେ, ମୁଁ ଯିବି। ଇଏ ତାକୁ ଛାଡିବାକୁ ରାଜି ନୁହନ୍ତି। ନା କାହିଁକି ତୁ କିଏ ସେ କଣ? ସେ ସେଠୁ କଣ କହୁଛନ୍ତି ନିଜର ପରିଚୟ ଦଉଛନ୍ତି। ଜଗିବାର କାରଣ ହଉଛି କଣ? ସେ କହୁଛନ୍ତି ଯୋଉ 2-3ଟି ଲାଇନ ଆପଣଙ୍କୁ କହିଲେ ସେ ଆଡ୍ରେସ ଏହାର ସିଗ୍ନିଫିକାନ୍ସ ଲେଖା ହେଇଛି। କଣ କହୁଛନ୍ତି? ଜାଣେ ନାମ କୋଉ ଶିବ କେଉଁଠି ତା ଘର, ମାତାଙ୍କ ଆଦେଶ ମୁଁ ହିଁ ଜଗି ଅଛି ଘର। ଆରେ ତୋର ମାଙ୍କର ଆଦେଶରେ ତୁ ଘର ଜଗିଛୁ, ମୁଁ ତ ହଉଛି ତାର ବାପା, ମୁଁ କେମିତି କଣ ଜାଣିପାରିଲି ନାହିଁ? ମାତା ଧ୍ୟାନ ମଗ୍ନ ହେ, ବର୍ତ୍ତମାନ ମା ଧ୍ୟାନ ମଗ୍ନ ଅଛନ୍ତି, ତେଣୁ ମୁଁ ତାକୁ ଛାଡ଼ିବି ନାହିଁ। ତେଣୁ ତା ଦ୍ୱାରା କଣ ହେଇଛି? ତାପରେ ସେଠୁ କଣ କରୁଛି? ଲଢେଇ ତ ସ୍ୱାଭାବିକ ହବ। ଲଢେଇ କଣ କଣ ମୁଁ ତା ଭିତରକୁ ଆସିବି, କେବଳ ଆପଣଙ୍କୁ କାହାଣୀଟା କହିଦଉଛି। ତାପରେ ମୁଁ ଆସିବି ଯୋଉଟା ସେଟା ହଉଛି ନୂଆ ଜିନିଷ। ତେଣୁ ସେ କଣ କଲେ? ତାପରେ ସୈନ୍ୟମାନଙ୍କୁ ପଠେଇଲେ, ଯାଅ ତାଙ୍କୁ ମାନେ ଇଏ କରିଦବ, ଏନିୱେ ଯାହା କରିବା କଥା କରିବ, ହତ୍ୟା କରିବ, ଯାହା କରିବ, ତାଙ୍କୁ ଲଢେଇବ, ପରାସ୍ତ କରିବ। କିନ୍ତୁ ସମସ୍ତେ ଆସିକିରି ପହଞ୍ଚିଲେ, ତାଙ୍କଠାରୁ ହାରିକିରି ପଳେଇଗଲେ। ଜଣକ ପରେ ଜଣେ ସେଠୁ କଣ କଲେ? ହାରିକିରି ପଳେଇଗଲେ। ସବୁ ଯାକ ହାରି ଯାଇଗଲା ପରେ ଶିବ ସେଠୁ ଦେଖିଲେ କଣ ନା, ଯେତେବେଳେ ଅଲ୍ଟିମେଟଲି ଯେତେବେଳେ ହାରିବା ଯେତେବେଳେ ସୁନିଶ୍ଚିତ ହେଇଗଲା, ସେତେବେଳେ ସେ କଣ କଲେ ନା ଅଲ୍ଟିମେଟଲି ବ୍ରହ୍ମାସ୍ତ୍ର ପ୍ରୟୋଗ କରିକି ତାଙ୍କୁ ଯୋଉ ଶିବ ମାନେ କଣ ଗଣେଶଙ୍କର ମୁଣ୍ଡକୁ କାଟିଦେଲେ। କାଟି ଦେଇ ସାରିଲା ପରେ କଣ ହବ ନା, ସେ ଭିତରକୁ ଯିବା ଆରମ୍ଭ କରିବେ। ଏଇଠି ଯୋଉ ଶବ୍ଦ ଗୁଡାକ ମୁଁ ଆପଣଙ୍କୁ କାହାଣୀ କହୁଛି, ସବୁ ଗୁଡାକ ମନେ ରଖିଥାନ୍ତୁ, ତାର ସ୍ପିରିଚୁଆଲ ସିଗ୍ନିଫିକାନ୍ସ ଆମେ ଦେଖିବା। ଶିବ କଣ, ଗଣେଶ କଣ, କାଟିବା କଣ, ଏଲିଫାଣ୍ଟ କଣ, ମାୟା କଣ, ଏସବୁ ଜିନିଷ ଆମେ ତାକୁ ଜାଣିବା। ସେତିକି ଜିନିଷ, କାରଣ ଆପଣ ଅନ୍ୟ ଇଏ କାହାଣୀ ବି ସବୁ ଶୁଣିଛନ୍ତି, ଅନ୍ୟ ଗୋଟେ କାହାଣୀ ଶୁଣିଛନ୍ତି, ଯାହା ନ ଜାଣିଛନ୍ତି ଆମେ ସେଇଠିକି ଯିବା। ଆଉ ଯଦି ସବୁ ଯାକ ଶୁଣୁଛନ୍ତି ତା ଲାଭ କଣ ଅଛି ଏଠି? ତେଣୁ ବର୍ତ୍ତମାନ କଣ କହିଲେ ନା, ସେତେବେଳେ ଭିତରକୁ ଗଲେ, ତେଣୁ ପାର୍ବତୀ ଆଶ୍ଚର୍ଯ୍ୟ ହେଇଗଲେ, ତାଙ୍କର ତପମଗ୍ନ ହେଇ ଧ୍ୟାନମଗ୍ନ ହେଇଗଲା। ନାଚୁରାଲି ଯେତେବେଳେ ଭଗବାନ ଆସିଛନ୍ତି, ସେତେବେଳେ ଭକ୍ତ କଣ କରିବ? ନାଚୁରାଲି ଖୁସି ହବ। ଖୁସି ହେଇଗଲା ପରେ ଇଏ ହଉଛି ପ୍ରଥମ ମାନେ ପର୍ବ। ଦ୍ୱିତୀୟ ପର୍ବକୁ ସେ ଚିନ୍ତା କଲେ, କେମିତି କଣ ନନ୍ଦୀର ସବଷ୍ଟିଚ୍ୟୁଟ ମୁଁ ତିଆରି କରିଥିଲି, ମୋର ମାନସ ସନ୍ତାନ ଯିଏ ହଉଛନ୍ତି ଗଣେଶ। ସିଏ କଣ କରିଥିଲେ ନା, ତାକୁ ମୁଁ ଦ୍ୱାର ଜଗେଇଥିଲି, ତାଙ୍କୁ ମୁଁ ଜାଣିଛି, ମୋର ମାନସ ସନ୍ତାନକୁ ମୁଁ ଶକ୍ତି ଦେଇଛି, ମାନେ ତାକୁ ସେ କାହାକୁ ଛାଡିବା କଥା ନୁହେଁ। ସେ ମାଙ୍କ ବ୍ୟତୀତ ଅନ୍ୟ କିଛି ଜାଣିନାହିଁ, ତ ସେ ଛାଡିବା କଥା ନୁହେଁ। କେମିତି ଆସିଲ? ତେଣୁ ଶିବ ତାଙ୍କୁ କହିଲେ ଯେ ଏମିତି ମୁଣ୍ଡ କାଟିକି ଆସିକି ପହଞ୍ଚିଛି। ତେଣୁ ନାଚୁରାଲି କଣ କହୁଛି ନା, ସେତେବେଳେ ଗୋଟେ ଏକ୍ସପ୍ଲୋଜନ ହଉଛି। ସେଠି କହୁଛନ୍ତି ଦେବୀ ଶକ୍ତି କଣ, ସେ ଦେବୀ କିଏ, ମୁଁ ତାକୁ ଆଲୋଚନା କରିବି ବର୍ତ୍ତମାନ, ସେଇଥିପାଇଁ ମୁଁ ଆପଣଙ୍କୁ ଏତେ ଷ୍ଟ୍ରେସ୍ ଦଉନି। ସେତେବେଳେ କଣ କଲେ ନା, ଏ ପୃଥିବୀକୁ ମୁଁ ଧ୍ୱଂସ କରିଦେବି। ସେତେବେଳେ କଣ ହଉଛନ୍ତି ନା, ଶିବ ଯାଇକିରି ଆସୁଛନ୍ତି, ବ୍ରହ୍ମା ଆସିକିରି ପହଞ୍ଚୁଛନ୍ତି, ବର ମାଗୁଣି ହଉଛି। ତେଣୁ ତାପରେ କୁହାହଉଛି, ସେଠୁ ମାନେ ଯାଇକିରି କଣ ହବ? ଦେଖିବେ ଉତ୍ତର ଦିଗକୁ ଯୋଉ ସନ୍ତାନ ଉତ୍ତର ଦିଗକୁ ମୁଣ୍ଡ କରିକି ଶୋଇଥିବ, ତାକୁ କାହା ମୁଣ୍ଡକୁ କାଟିକି ଆଣିକିରି ତାକୁ କଣ କରିବେ ନା, ଇମ୍ପ୍ଲାଣ୍ଟ କରିବେ। ଟ୍ରାନ୍ସପ୍ଲାଣ୍ଟେସନ, ଇମ୍ପ୍ଲାଣ୍ଟେସନ, ଏମିତିକା ଶବ୍ଦ ଆଜିକାଲି ଯୋଉ ଶୁଣୁଛନ୍ତି ଆପଣ ମେଡିକାଲ ସାଇନ୍ସରେ ଆପଣ ମାନେ ଶୁଣୁଛନ୍ତି, ସେ ସବୁ ସେତିକି ବେଳଠାରୁ ହେଇଥିଲା। କୋଉଠି? ତାକୁ ଆଣିକି ସେଠି ଜଳିବା, ତାକୁ ଆଣି ଏଠି ଜଳିବା, ଇଏ ଯୋଉ ଜିନିଷ ସେଟା ହଉଛି ଶିବଙ୍କ ସମୟର, ଗଣେଶଙ୍କ ସମୟର, ଜନ୍ମ ସମୟରେ ଏଇ ସବୁ ଜିନିଷ ଟ୍ରାନ୍ସପ୍ଲାଣ୍ଟେସନ, ଇମ୍ପ୍ଲାଣ୍ଟେସନ, ଏ ସବୁ ଶବ୍ଦ ସେତେବେଳେ ମଧ୍ୟ ଲାଗୁଥିଲା। ତେଣୁ କଣ ହଉଛନ୍ତି, ସେଇ ସବୁ ଯେମିତି ଲଗେଇ ଦେଇ ସାରିଲା ପରେ ତାପରେ କଣ କଲେ ନା, ତାଙ୍କୁ ଜୀବନ୍ୟାସ ଦେଲେ। ତେଣୁ କଣ କଲେ ନା, ଗଣେଶ ଜନ୍ମ ହେଲେ, ତାକୁ ଏମାନେ କଣ କଲେ ନା, 2 ଜଣଙ୍କୁ ଗ୍ରହଣ କଲେ। 2 ଜଣ ଯାକ ତାଙ୍କୁ ଗ୍ରହଣ କଲେ। କୁହାଯାଏ ସେ ହଉଛନ୍ତି ପାର୍ବତୀ ନନ୍ଦନ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଜୀବନଦାନ ଦେଲେ ଏବଂ ତାଙ୍କୁ ଜନ୍ମ ଦେବା ପରେ ତାଙ୍କୁ ହେଇଗଲା କଣ, ସେ ଉଭୟଙ୍କର ନନ୍ଦନ ହେଇଗଲେ। କଣ୍ଡିସନ ଅନୁସାରେ ସେ କଣ କଲେ ନା, ଅଗ୍ରପୂଜ୍ୟ ହେଇକି ରହିଲେ। ତେଣୁ ସବୁ ଦେବତାଙ୍କୁ ପୂଜା ପାଇବା ପୂର୍ବରୁ ହିନ୍ଦୁ ମାଇଥୋଲୋଜି ଅନୁସାରେ ଆପଣ ମାନେ ଗଣେଶଙ୍କୁ ଅଗ୍ରପୂଜ୍ୟ, ଅଗ୍ର ମାନେ ପ୍ରଥମେ ପୂଜା କରନ୍ତି। ନମ ଗଣେଶ ବିଘ୍ନେଶ ଆପଣ କୁହନ୍ତୁ, ନହେଲେ କୁହନ୍ତୁ ଏଇ ଯୋଉ ମନ୍ତ୍ର ମୁଁ ଆପଣଙ୍କୁ ଯେମିତି ପଢିଲି, वक्रतुंड महाकाय सूर्यकोटि समप्रभ निर्विघ्नं कुरु मे देव सर्व कार्येषु सर्वदा। जो ଆପଣ ମାନେ ସବୁ ମନ୍ତ୍ର ପଢନ୍ତି, ତେଣୁ ସେ ସବୁ ଜିନିଷ ହେଇଗଲା। ନମ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁ ମମ ବିଦ୍ୟା ନିୟନ୍ତସ ସର୍ବସିଦ୍ଧି ପ୍ରବର୍ତ୍ତତ ଭାବ। ଏସବୁ ଯୋଉ ମନ୍ତ୍ର ପଢନ୍ତି, ମୁଁ ସେ ମନ୍ତ୍ର ଆଡକୁ ଯାଉନି। କେବଳ ଯେହେତୁ ଆପଣ ମାନେ ଅଛନ୍ତି, ତେଣୁ ଆପଣଙ୍କର ପାଇଁ ପୂଜା ଅଛି, ମୁଁ ଆପଣଙ୍କ ନାଁରେ କଥା କହିଲି। ବର୍ତ୍ତମାନ ଏଇ ଯୋଉ କାହାଣୀଟି ବର୍ତ୍ତମାନ ମୁଁ ଏଇଠି ରଖିଦେଉଛି। ରଖିଦେଇ ସାରିଲା ପରେ ମୁଁ ବର୍ତ୍ତମାନ ଆପଣଙ୍କୁ ଗୋଟେ ଜିନିଷ କହୁଛି, ଆପଣ ଏ କାହାଣୀ ଜାଣିଛନ୍ତି। ଏ କାହାଣୀ ଯେ ମୁଁ ଆପଣଙ୍କୁ ନୂଆ କହୁଛି ତା ନୁହଁ। ଏନିୱେ 2 ପ୍ରକାର କହିଲି, ଯେମିତି ନନ୍ଦୀଙ୍କ ପାଇଁ ସୃଷ୍ଟି ହେଲା, ନଚେତ ଶିବଙ୍କ ଉପରେ ରାଗିକିରି ପାର୍ବତୀ କ୍ରୋଧାନ୍ୱିତ ହେଇକି ଯାଇକି ତପସ୍ୟା କଲେ। ଏନିୱେ ଯାହା ହଉ ତାଙ୍କର ଅଙ୍ଗମଳିରୁ ତିଆରି ହେଲା। ଅଙ୍ଗ କହିଲା ଯେମିତି କହନ୍ତି, ଆପଣ ସେ ଯୋଉ ଗୀତ ଶୁଣିଥିବେ, ଅଙ୍ଗମଉଳି ମୋ ବାବୁରେ ମୋର ଗଳାର ମାଳି। ବଡ ସୁନ୍ଦର ଭାବରେ ଏଇ ସବୁ ଯେତେବେଳେ ନାଟକ ଶୁଣିଥିବେ, ସେତେବେଳେ ଗୋଟେ ଚମତ୍କାର ଗୀତ ଆପଣଙ୍କ ହୃଦୟକୁ ସ୍ପର୍ଶ କରିଥିବ। ଏଥିରେ ମୁଁ ତା ଭିତରକୁ ଆଉ ମୁଁ ଯାଉନାହିଁ। ତେଣୁ ବର୍ତ୍ତମାନ ମୁଁ ଆପଣଙ୍କୁ ଯୋଉ କାହାଣୀ କହିଲି, ଇଏ କାହାଣୀ ଭିତରେ କେତେ ଗୁଡିଏ ଜିନିଷ ମୁଁ ଆପଣଙ୍କୁ କହିଲି, ଯୋଉଠି ସବୁ ମୁଁ ବ୍ରେକ୍ କରିକି ଗଲି। ସିଏ ବ୍ରେକ୍ କରିକି ଯିବା ଫଳରେ ମୁଁ କଣ କରିବାକୁ ଆରମ୍ଭ କଲି ନା, ଏଇଠି ଯୋଉ ଆସିକିରି ପହଞ୍ଚିଲା, ସେତେବେଳେ କଣ ହଉଛି, ଶିବଙ୍କୁ ଯେତେବେଳେ ପାର୍ବତୀ ଯେତେବେଳେ କ୍ରୋଧାନ୍ୱିତ ହେବା ଆରମ୍ଭ କଲେ, ଏଇଠୁ ମୁଁ ଆପଣଙ୍କୁ ଷ୍ଟୋରିଟା ଡେଭଲପ କରୁଛି। ଆପଣଙ୍କର ସ୍ପିରିଚୁଆଲ ଜିନିଷ ଗୁଡାକୁ ଏଇଠୁ ଡେଭଲପ କରୁଛି। କଣ ହେଇଛି ନା, ପାର୍ବତୀ ଯେତେବେଳେ ରାଗିକିରି ଆରମ୍ଭ କଲେ, ଯେତେବେଳେ ରାଗିବା ଆରମ୍ଭ କଲେ, ସେତେବେଳେ କଣ କଲେ, ମାନେ ପୁରା ମାନେ ଯେତେବେଳେ ରାଗିବା ଆରମ୍ଭ କଲେ, କାରଣ ତାକୁ ମାନେ ଇଏ କଲେ,
ତେଣୁ ସେତିକିବେଳେ ସେ କଣ କଲେ ନା ମୁଁ ଏ ସୃଷ୍ଟିଟାକୁ ଧ୍ୱଂସ କରିଦେବି, ଏ ସୃଷ୍ଟିଟାକୁ ଧ୍ୱଂସ କରିଦେବି, କାରଣ ତାଙ୍କର ମାନସ ପୁତ୍ର ଯିଏକି ଦ୍ୱିଖଣ୍ଡ ହେଇକିରି କୋଉଠି ରହିଛନ୍ତି। ତେଣୁ କଣ କରିବେ, ଏଇ ସମୟରେ କଣ କରୁଛନ୍ତି ନା ବ୍ରହ୍ମାଙ୍କର ଆବିର୍ଭାବ ହଉଛି। ବ୍ରହ୍ମା ଆସିକିରି ପହଞ୍ଚୁଛନ୍ତି, ଗୋଟେ ପ୍ରପୋଜାଲ ଦଉଛନ୍ତି, ଯାହା ହଉ ତ ହେଇ ତ ସାରିଲାଣି, ଆଉ ତ କିଛି କରିବାର ନାହିଁ। ୱାର୍ଲଡ ମାନେ କଣ ଅଲରେଡି ଯୁଦ୍ଧଟା ସରିଯାଇ ସାରିଲାଣି, ଅଲରେଡି କାମ ସରିଗଲାଣି, ମୁଣ୍ଡ କାଟ ହେଇଯାଇ ସାରିଲାଣି, କିଛି ନାହିଁ। ତେଣୁ ତାର ତ ଗୋଟେ ସଲ୍ୟୁସନ ଥିବ, ସବୁ ପ୍ରୋବ୍ଲେମର ଗୋଟେ ସଲ୍ୟୁସନ ଥାଏ। ତେଣୁ କମ୍ ଇନଟୁ ଦ ପଏଣ୍ଟ, ବର୍ତ୍ତମାନ ଆମେ କଣ କରିବା ନା ବର୍ତ୍ତମାନ କଣ କରୁଛେ ପ୍ରପୋଜାଲ ଦଉଛନ୍ତି ଯେ ଆମେ ତତେ ପୁନର୍ବାର ଆମେ କଣ କରିବୁ, ଯାହା ତ ହେଇଗଲାଣି ଅଜଣାରେ ହେଇଯାଇଛି, ବର୍ତ୍ତମାନ ଆମେ ଜାଣିକିରି ତାଙ୍କୁ ଜୀବନ ନେଉ। ପାର୍ବତୀ ସେତେବେଳେ ତାଙ୍କର ଦୁଇଟା କଣ୍ଡିସନ କହୁଛନ୍ତି, ଏଇଠୁ ଆପଣଙ୍କର ପାଠ ଆରମ୍ଭ ହେଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଯାହା ଦେଇଥିଲି କେବଳ ଆପଣଙ୍କୁ ପୂର୍ବାଭାସ ଯାହାକୁ କୁହନ୍ତି, ମୁଁ ଆପଣଙ୍କୁ କେବଳ ଗୋଟେ ମାନେ ଗୋଟେ ଆପଣଙ୍କୁ ହିଣ୍ଟସ ଦଉଥିଲି। ପାଠଟା ବର୍ତ୍ତମାନ ଠାରୁ ଆରମ୍ଭ ହେଲା। ସେତେବେଳେ ପାର୍ବତୀ କହିଲେ ଠିକ ଅଛି, ଯଦି ତମେ କହୁଛ ମୁଁ ତାକୁ ଯଦି ମାନିଦେବି, ମୋର ଦୁଇଟା କଣ୍ଡିସନ ଅଛି, ଦୁଇଟା କଣ୍ଡିସନ ସାଟିସ୍ଫାଇ କଲେ ମୁଁ ଏ ପୃଥିବୀଟାକୁ ଧ୍ୱଂସ କରିବି ନାହିଁ, ନଷ୍ଟ କରିବି ନାହିଁ, କାରଣ ମୁଁ ବି ମଧ୍ୟ ମା। ତେଣୁ କଣ୍ଡିସନ ହଉଛି କଣ, ପ୍ରଥମ କଣ୍ଡିସନ ହଉଛି କଣ, ଗଣେଶଙ୍କୁ ଜୀବନ୍ୟାସ ଦେବା ପାଇଁ ପଡିବ। ଏନିୱେ ମୁଁ ମୋର ପିଲାକୁ ଚାହୁଁଛି, ଗଣେଶ ମଷ୍ଟ ବି ବ୍ରଟ୍ ଇନ୍ ଟୁ ଲାଇଫ୍, ତାଙ୍କୁ ଜୀବନ ଦାନ ଦେବା ନିହାତି ଦରକାର, ପ୍ରଥମ କଣ୍ଡିସନ। ଦ୍ୱିତୀୟ କୌଣସି କଣ୍ଡିସନ କଣ ନା ସେ ଅଗ୍ର ପୂଜ୍ୟ ହେବେ, ୱର୍ସିପ୍ଡ ଫରଏଭର ବିଫୋର ଅଲ୍ ଦ ଗଡ୍ସ। ଯେତେ ଦେବତା ଅଛନ୍ତି ତାଙ୍କୁ ପୂଜା କରିବା ପୂର୍ବରୁ, ସମସ୍ତେ ପୂଜା ପାଇବା ପୂର୍ବରୁ ଗଣେଶ ନିଶ୍ଚିତ ଭାବରେ ପୂଜା ପାଇବା, ଅଗ୍ର ପୂଜ୍ୟ ହେବେ। ଏ ଦିଟା କଣ୍ଡିସନ ତୁମେ ଯଦି କରିଦେବ ତାହେଲେ ପୃଥିବୀଟାକୁ ଧ୍ୱଂସ କରିବେ ନାହିଁ। ଡନ୍। କେମିତି କଣ କରାଯିବ, ବର୍ତ୍ତମାନ ସିଏ ତାଙ୍କର କହିଦେଲେ ଏଇ କଣ୍ଡିସନ ଅନୁସାରେ ମୁଁ ବର୍ତ୍ତମାନ ଯିବି। ଏଇ କଣ୍ଡିସନ ରଖିଥାନ୍ତୁ। ତାପରେ ଯେତେବେଳେ ଆମେ ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନ, ଦ୍ୱିତୀୟ ସ୍ୱପ୍ନ, ତୃତୀୟ ସ୍ୱପ୍ନ, ଚତୁର୍ଥ ସ୍ୱପ୍ନ, ପଞ୍ଚମ ସ୍ୱପ୍ନ କ୍ଷେତ୍ରରେ ଯଦି ଆଲୋଚନା କରିବା, ସେତେବେଳକୁ କଣ କଣ୍ଡିସନ ଆମେ ଦେଖିବା ପୃଥିବୀର କଣ୍ଡିସନ। ବର୍ତ୍ତମାନ ଆମେ ସ୍ପିରିଚୁଆଲ କଣ୍ଡିସନ ଆଡକୁ ଯାଉଛନ୍ତି। ତେଣୁ ବର୍ତ୍ତମାନ କଣ କରୁଛନ୍ତି ନା ବ୍ରହ୍ମା କହିଲେ କଣ ଠିକ ଅଛି, ତେଣୁ ବ୍ରହ୍ମା ବର୍ତ୍ତମାନ ଶିବ କଣ କରୁଛନ୍ତି, କୁଲ ଡାଉନ, ଥଣ୍ଡା ହେଇଗଲେ। ତେଣୁ କଣ କଲେ, ନିଜର ଭୁଲ ବୁଝିଲେ, କାରଣ ସେ କରିସାରିଛନ୍ତି। ସିଏ ଯେ ଜାଣିକିରି କରିଛନ୍ତି ନ କରିଛନ୍ତି ତା ନୁହେଁ, ଆପଣ ଶିବକୁ ଜାଣିନାହାନ୍ତି। ଶିବ ମାନେ ହଉଛନ୍ତି ମଙ୍ଗଳମୟ, ଶିବ ହଉଛନ୍ତି ମଙ୍ଗଳମୟ, ଲର୍ଡ ଅଫ ଟ୍ରାନ୍ସଫର୍ମେସନ ବୋଲିକିରି ମା କହନ୍ତି। ତେଣୁ ଆପଣ ଭାବନ୍ତୁନି ଯେ ସିଏ ମାନେ କଣ ହଉଛନ୍ତି, ଶିବ ନ ଜାଣିକିରି ତାଙ୍କ ପିଲାଟାକୁ ମାରିଦେଲେ। ଇଏ ହଉଛି କଣ ହଉଛନ୍ତି ଲୋକ କଥା, କାକତାଳି କଥା, ବାହ୍ୟ କଥା, ଯାହାକୁ ନେଇକିରି ଆପଣ ମାନେ ଯାଉଛନ୍ତି। ତେଣୁ ତାର ପରବର୍ତ୍ତୀ ଅବସ୍ଥାରେ କଣ କଲେ, ଯେତେବେଳେ ଜାଣିଲେ କଣ ହେଲା, କାହିଁକି ଜାଣିଲେ, ମୁଁ ତାର ସିଗ୍ନିଫିକାନ୍ସ କାହିଁକି ମାରିଲେ, କଣ କଲେ, ମୁଁ କାହିଁକି ତାକୁ ମଣିଷ ମୁଣ୍ଡ ନ ଲଗାଇକିରି କାହିଁକି ତାକୁ ମାନେ ଗୋଟେ ଏଲିଫାଣ୍ଟର ମୁଣ୍ଡ ଲଗା ହେଲା, ତାର ସିଗ୍ନିଫିକାନ୍ସ କଣ ଟିକେ ଟିକେ ଶୁଣନ୍ତୁ। ତେଣୁ କଣ ହେଲା, ଭୁଲ ବୁଝିଲେ। ତେଣୁ ବର୍ତ୍ତମାନ ସେ ଜାଣିଲେ ମୁଁ ତୋର କଣ୍ଡିସନ ଯୋଉ ଦିଟା କଣ୍ଡିସନ ଅଛି, ସେ କଣ୍ଡିସନ ଦିଟାକୁ ଆମେ ମାନିବା ପାଇଁ ବାଧ୍ୟ, ଆମେ ମାନିଗଲୁ, ଆଇ ଡୁ ଆଡମିଟ୍। ତେଣୁ କଥା ଯେ ଆଡମିଟ୍ କରିଦେଲେ ତ ସିଏ ଜୀବନ ଦାନ ପାଇଯିବେ ନାହିଁ। ଆରେ ଜୀବନ ଦାନ ନ ପାଇଲେ ପୁଣି ଅଗ୍ରପୂଜ୍ୟ ହେବେ କେମିତି, ଭାବନ୍ତୁ। ତେଣୁ ବର୍ତ୍ତମାନ କଣ କଲେ, ତାଙ୍କର ଯୋଉ ଇଏ ମାନେ ଥିଲେ ସବୁ, ତାଙ୍କର ଯୋଉ ତାଙ୍କ ଯୋଉ ଲେଫ୍ଟନାଣ୍ଟ ସବୁ ଆର୍ମି ସବୁ ଥିଲେ। ତେଣୁ ସିଏ କଣ କଲେ ନା ତାଙ୍କୁ ସବୁ ପଠେଇ ଗଲେ। ତେଣୁ ବ୍ରହ୍ମାଙ୍କୁ ପଠାଗଲା, ତାଙ୍କୁ ପଠାଗଲା, ବ୍ରହ୍ମାଙ୍କୁ ପଠାଗଲା। ଶିବ ପଠଉଛନ୍ତି କଣ କରିବା ପାଇଁ ନା ଫାଷ୍ଟ କ୍ରିଚର ଯୋଉଟା ଯାହାକୁ ଦେଖିବ, ଯିଏ ମୁଣ୍ଡ କରିଥିବ କୋଉଠିକି ନା ଉତ୍ତର ଦିଗକୁ। ସେଇଥିପାଇଁ ନର୍ମାଲି କହନ୍ତି ଯେ ଉତ୍ତର ଦିଗକୁ ମୁଣ୍ଡ କରିକି କାହାକୁ ଶୁଆଇବ ନାହିଁ, କିନ୍ତୁ ଆମର ସବୁ ଚଳୁଛି, ଚଳେଇଲେ ଆମର ସବୁ ଚଳି ଯାଉଛି, କିଛି ଅସୁବିଧା ନାହିଁ। କିନ୍ତୁ ଯାହା ହଉ ପୁରାଣ ମତ, ଏଥିରେ ଆମର ସ୍ପିରିଚୁଆଲିଜିମର କିଛି ସମ୍ପର୍କ ନାହିଁ। ତେଣୁ ପ୍ରଥମ କ୍ରିଚର ତୁମେ ଯାହାକୁ ଦେଖ, ପ୍ରଥମ କିରି ଦେଖିବ ଯିଏ ଉତ୍ତରକୁ ମୁଣ୍ଡ କରି ଶୋଇଥିବ ତା ମୁଣ୍ଡଟାକୁ କାଟିକି ନେଇଯାଇଥିବ। ସେଠୁ ଗଲେ କୋଉଠି ପାଇଲେ ନା, ଯାଇକି ଦେଖିଲା ବେଳକୁ ଗୋଟେ ହାତୀଟାଏ ଶୋଇଥିଲା। ତେଣୁ ହାତୀର ଛୁଆଟା, ଜନ୍ମଦିନ ସଦ୍ୟ ସଦ୍ୟ ଛୁଆଟାଏ ଶୋଇଛି। ତେଣୁ ଦେଖିଲେ ତ ବର୍ତ୍ତମାନ ଫାଷ୍ଟ କ୍ରିଚର ଯାହାକୁ ଦେଖିବ, ଆଉ ସେ ପୁଣି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବ, ତେଣୁ ତ କଣ କଲେ, କାଟିଲେ, ଚାଲି ଆସିଲେ। ଏଇଠି ଆପଣଙ୍କ ଭିତରେ ଗୋଟେ ସତ୍ୟ ଆସିକିରି ଜନ୍ମ ହୁଏ, ଗୋଟେ ସନ୍ଦେହ ଜନ୍ମ ହୁଏ। କାହିଁକି ନା ଆପଣ ଭାବନ୍ତି ଏ ହାତୀଟା ବୋଧେ ସବୁଠାରୁ କଣ କହିଲେ, ସବୁଠାରୁ ଯାହାକୁ କହନ୍ତି ମୋଷ୍ଟ ଫୁଲେଷ୍ଟ ଆନିମଲ, ନିର୍ବୋଧ, ବୋକା। କିନ୍ତୁ ଆପଣ ତାର ସତ୍ୟ କଣ ତାପରେ କିଛି ସମୟ ପରେ ଜାଣିବେ। କିନ୍ତୁ ନର୍ମାଲି ଆମେ ଜାଣୁଛୁ କଣ, ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା କଥା ନୁହେଁ। ହାତୀ ଛୁଆଟା କଣ କଥା ମୁଣ୍ଡ ଦେଇକି ଶୋଇଥିଲା, ତେଣୁ ତାକୁ କାଟିକି ନେଇ ଆସିକି ଯୋଡ଼ିଦେଲେ ବୋଲିକିରି। ତେଣୁ କଣ ହେଲା, ତାକୁ ନିର୍ବୋଧ କୁହନ୍ତି। ଆରେ ବୁଝିପାରୁନୁ, ହାତୀ ଛୁଆଟା ତୁ ମୁଣ୍ଡ ଯାଇକି ରହୁଛୁ ନା ଶ୍ରୀ ଗଣେଶଙ୍କ ମୁଣ୍ଡ ଉପରେ ଯାଇକି ସ୍ଥାପନ ହଉଛୁ, ସେ ଛୋଟ କେମିତି ହବ? ଏନିୱେ ପୁରାଣକାର ଲେଖିଛନ୍ତି ଏବଂ ଆପଣମାନେ ତାକୁ ବ୍ୟାଖ୍ୟା କରିଛନ୍ତି। ଆଇ ଡୋଣ୍ଟ ହାଭ୍ ଏନିଥିଙ୍ଗ ଟୁ ଡୁ ୱିଥ୍ ଇଟ୍। ମୋର କୌଣସି ବିଜନେସ ନାହିଁ, ମୁଁ ତା ଆଡକୁ ଯିବି ନାହିଁ। କିନ୍ତୁ ସତ୍ୟକୁ କଣ ହଉଛି ନା, ସେଠୁ ଦିନ ଆସିକିରି ପହଞ୍ଚିଲେ। ଆଚ୍ଛା, ପହଞ୍ଚି ସାରିଲା ପରେ କଣ କଲା ନା, ଯାଇକି ଦେଖିଲେ ଯେତେବେଳେ ପହଞ୍ଚିଛନ୍ତି, ତାଙ୍କ ମୁଣ୍ଡକୁ କାଟିକି ଆସି ପହଞ୍ଚିଲେ ଷ୍ଟ୍ରଙ୍ଗ ଏଲିଫାଣ୍ଟ ହେଡ୍। ଗୋଟେ କଣ କରୁଛନ୍ତି, ଗୋଟେ ଏଲିଫାଣ୍ଟର ହେଡ୍ ଟାକୁ ଆଣିକିରି ପହଞ୍ଚିଲେ। ତାକୁ କଣ କଲେ ନା, ଗଣେଶଙ୍କ ମୁଣ୍ଡରେ ଲଗା ହେଲା, ଯୋଉ ଟ୍ରାନ୍ସପ୍ଲାଣ୍ଟେସନ ବୋଲିକିରି ଆପଣ କହୁଛନ୍ତି, ଯୋଉ ଆପଣଙ୍କର ଯୋଉ କଲମୀକରଣ ବୋଲିକିରି ଲେଖୁଛନ୍ତି। ଆପଣ ଯଦି ବଟନୀ ଛୁଡା ପିଲା ହେଇଥିବେ, ବଟନୀ ଲୋକ ହେଇଥିବେ, ଯୋଉ କଲମ ଯେମିତିକି ତାକୁ ଯୋଡିକିରି ଯେମିତି କଲମୀ କରନ୍ତି, ସବୁ ପଢିଛନ୍ତି ଆପଣ ମାନେ। କିଛି ନାହିଁ, ମୁଁ ତାକୁ ଯିବି ନା, ସିଏ ପାଠ ଯଦି ବଟନୀ ପଢେଇଲା ବେଳକୁ ଆପଣଙ୍କର ଇଏ ପାଠ ସରିଯିବ, ତେଣୁ ତାକୁ ଯିବି ନାହିଁ। ତେଣୁ ଯେମିତି କଲମ କଣ, ତେଣୁ ଦିଟା ଯାକ ଟ୍ରାନ୍ସପ୍ଲାଣ୍ଟେସନ ହେଇକିରି କଣ ହେଲା ନା, ମସ୍ତକ ଦାନ ହେଲା, ଜୀବନ ଦାନ ହେଲା। ତେଣୁ ତାକୁ କଣ କଲେ
डिक्लेयर करदे कौन है बर्तमान से शिव कौन कले जमी कहले ना जाने ना मु कहू शिव केउठी ता घर माता आदेश मुहि जगी अच्छी घर माता ध्यान मग्न है मु छाड़ी ना तेणु बर्तमान कौन कले जो शिव जो राखी काटी मुंड दिखाई से सी कौन कले संतान भाव में ग्रहण कले कंडीशन कौन प्रथम कंडीशन हूँ से विल बी ब्रॉट टू लाइफ जीवन दान पाइब डन हो गला सेकेंडटा हूँ कौन ना अग्र कौन हूँ ना अग्र पूज्य हे ना हूँ गणपति बोलिक अग्र पूज्य है अग्र मान प्रथम से पूजा पाइबे अमंग ऑल द गॉड्स जो मैंने देवता थे भितर सी प्रथम पूजा से पाइबे बोली होगला तेणु बर्तमान आसिक पहुँचुची बर्तमान आर सेकेंड फेज को जातु ये बर्तमान इनिशियल फेज चलीगला तापर तार सेकेंड फेज आसतु सेकेंड फेज रोचे कौन जो सत्ता मानक जो देवदेवी मानक आपड़ भितर इनभल्व हबार देखी केते जन इनभल्व हवा देखी देखी आपको शिव को देखी पार्वती को देखी नंदी को देखी गणेश को देखी ब्रह्मा को देखी यही केते गुड़िए क्यारेक्टर जो जाक जमी कहते एपर्यंत देखी क्या कहले केमी से कौन कहते आपड़ जमी कहे शिव शिव मान कैलाश पर्वत से जो जमी कौन कहते माने संहारक ब्रह्मा विष्णु महेश्वर बोली त्रिदेव आपको देखी तेणु आप सेआड़ को चली जाए ठीक अच्छे किसी जीवार किसी भूल नहीं मोर से जीवार नहीं मोर जोटा कम अच्छे मुझे से आड़ को नेबी तेणु बर्तमान बुझे कौन ना आप देखी कौटे ना पार्वती पार्वती होती किए से आप कहे पार्वती बोलिक किए से पार्वतीर स्ट्रेट संज्ञा हूँ पर्वत से अपत्यं कन्या अपत्यं पुमान हूँ पर्वत आउे पार्वती कन्या पर्वतर संतान जी झील कहते पार्वती ये हूँ आपंकर संस्कृत डेफिनेशन ग्रामाटिकली आप जी तेणु ये जो पार्वती को आपण मैंने देखुं सी पार्वती किए से तार व्याख्या हूँ किए से सी हूँ देवी सी हूँ गोटे पराशक्ति आध्यात्मवादी माने देखुंत तांत्रिक माने केमिति कौन देखती ना मूलाधार बा कुंडलिनी शक्ति बाबली बोलिक धरी पार्वती होती पराशक्ति सी होती देवी मूलाधार से होती कुंडलिनी शक्ति जितेबाला से प्योर थी प्योर माने कौन बुझुं भर प्यूरीटी थाए 100% प्यूरीटी थाए से कौन करती ना शिव एंटर्स इन शिव माने मंगलमय शिव होती मंगलमय जितेबाला सी शक्ति जो कौन करते ना पवित्र था देवी पवित्र किंतु ये जो व्याख्या होची मुझे से करुँच तेणु देवी जो पवित्रता थी से कौन करेंगे ना शिव कौन कर ना रसेसिन से कौन होता है कहाड़ी अनुसार कौन होता से क्रोधान्वित होते तपस्या करुले हिमालय छाड़ी पलि आसी गार्ड कौन करता रागी थे नंदी कहीं से ठीक भाव में किसी कर ना कारण सी वाज नंदी वाज मोर लयाल टू शिव दैन पार्वती सी शिवंकर बड़ भक्त थिला पार्वती लयालिटी थिला किंतु शिवों पाखे बेसी थिला लयालिटी जोटा थिला तांको पाखे से बेसी थिला तेणु माँ चाहिए कौन शिवों जमी नंदी नंदी जमी शिवों मुझे गोटे मानस पुत्र तैयारी करी जे कि मो व्यतीत तार कहार लयालिटी आसो परवर्ती अवस्था बदलीगला ये हूँ गोटाए चेतनार कथा तार परवर्ती अवस्था से ग्रहण करने दुई जनकर संतान गले तेणु ये कहते कौन ना सी जो पवित्र था से कौन कर ना शिव से आसिक पहुँचे क्रोधान्वित होकर जिते जाते शिवों शिव छाड़ू सी धरिक सी छाड़ी चलतु सी अलग हो जाते किंतु तपस्या करी जिते स्नान करी तपस्या करी माने जो मंत्र पढ़ी जहाँ जो कर सारापर पवित्रता आसिक पहुँचला दूर को क्रोध हूँ गोटे हूँ जहाँ कहते इम्प्यूरिटी से जो इम्प्यूरिटी क्रोध को नहीं जाते से छाड़ी चली जाते शिवों ठारू अलग हो जाते जो इम्प्यूरिटी जो तपस्या द्वारा प्यूरीफाइड होगा गोटे फिजिकल प्यूरिफिकेशन जोटा कि स्नान बोलिक कहते जोटा स्पिरिचुअल प्यूरिफिकेशन जहाँ को कहते तपस्या करोटा प्यूरिफिकेशन पाइले से प्यूरिफिकेशन पाई सारा पर कौन शिवर नाचुराली प्यूरिटी जो आसला शिव कौन कहते ना रसेसिन आसुचन आसुच्च तेणु जो आसिक पहुँचला से कौन कर कौन कर आसिक पहुँचुंट ये हूँ शिव पार्वती कथा तार परवर्ती अवस्था में आउ गोटे शब्द कही नंदी बोलिक गोटे शब्द शुणी नंदी हूँ कौन जहाँ को कहते ट्रस्टेड कर्नेल ट्रस्टेड माने कहते जहाँ को कहते पर्सनाल ऑफ शिव तांकर जो मुख्य सेनापति जोटा को पूरा विश्वास भरोसा योग्य तेणु यही जो जिनस को नंदी को कौन कहुए नंदी को स्पिरिचुअली डिफाइन करा जाए डिवाइन टेम्परामेंट तेणु कौन आप बसिक शुणुवे मत बोधे गाड़ी दौथे मझे मझे जहाँ कहते भितर को नौचे ना ना गप शुणिक लाभ कौन अच्छे ये तो तृतीय श्रेणी पिला को गप कह आप आसिक समय घंटा घंटा पुणी स्पिरिचुअल लाइन ये क्लास रे अंतत 5 वर्ष मुझे जहाँ भावुँ ये ग्रुप टी बापा ग्रुप गोटे मोस्ट आंसिएंट जो प्रथम जो गोटे दुटा आरंभ होता सी वाज वन ऑफ देम
ତେଣୁ ଏତେ ବର୍ଷ ଧରିକି ବସୁଛନ୍ତି ଯଦି ଏଇ ଯଦି ଗପ ଶୁଣିବେ ତାହେଲେ କଣ ଲାଭ ହବ? ତେଣୁ ଆମେ ତା ଭିତରକୁ ଯିବା। ତେଣୁ ଏଇ ଯୋଉ ନନ୍ଦୀ ବୋଲିକରି ଯାହାକୁ କହୁଛନ୍ତି, ନନ୍ଦୀ ଭଙ୍ଗୀ ଆପଣଙ୍କୁ ଶୁଣିଛନ୍ତି, ନନ୍ଦୀ ହଉଛନ୍ତି କଣ ନା ଡିଭାଇନ ଟେମ୍ପରାମେଣ୍ଟ। ଡିଭାଇନ ଟେମ୍ପରାମେଣ୍ଟ ତାଙ୍କର କ୍ୟାରେକ୍ଟରିଷ୍ଟିକ ହଉଛି କଣ, ତାଙ୍କର ପ୍ରକୃତି ହଉଛି କଣ, ସେ ଶିବଙ୍କର ହଉଛନ୍ତି କଣ ନା ଲୟାଲ ଲେଫ୍ଟନାଣ୍ଟ, ତାଙ୍କର ମୁଖ୍ୟ ମାନେ ଲୟାଲ, ଅତ୍ୟଧିକ ତାଙ୍କର ଯୋଉ ହଉଛନ୍ତି ତାଙ୍କର ଲୟାଲ ଯିଏ ବିଶ୍ୱସ୍ତ, ସିଏ ହଉଛନ୍ତି ତାଙ୍କର ସୈନିକ। ଆଉ କଣ କରନ୍ତି ନା ଯେତେବେଳେ ସିଏ ତାଙ୍କୁ ପାର୍ବତୀ ଜଗେଇଛନ୍ତି କାହାକୁ ଛାଡିବ ନା, ଶିବ ଯେତେବେଳେ ଆସିକରି ପହଞ୍ଚୁଛନ୍ତି ସେ ଚିହ୍ନି ଯାଉଛନ୍ତି, ଚିହ୍ନି ଯାଇ ସାରିଲା ପରେ କଣ କହୁଛନ୍ତି ନା ତାକୁ କହୁଛନ୍ତି ରେକଗ୍ନାଇଜ କରିଦଉଛନ୍ତି। ଆଉ କଣ କରୁଛନ୍ତି, ଯାହା କହୁଛନ୍ତି ଗେନ୍ସ ଆକ୍ସେସ ଟୁ ମା, ସିଏ କହୁଛନ୍ତି ମୁଁ କାହିଁକି ତା ଭିତରେ ବ୍ୟାରିୟର ହେବି, ହେଲା ଠିକ ଅଛି ଗୋଟାଏ ପଟେ ଯଦି ତାକୁ ଯଦି କରିବୁ ବିଟ୍ରେ କରିବୁ କାହାକୁ ନା ମା ତତେ ଜଗେଇଛନ୍ତି ତୁ ବିଟ୍ରେ କରିବୁ, କିନ୍ତୁ ଏପଟରେ କଲେ କଣ ଏଣୁ ମାରିଲେ ବ୍ରହ୍ମ ହତ୍ୟା, ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା। ତେଣୁ ବର୍ତ୍ତମାନ କହୁଛନ୍ତି କଣ ମୁଁ ହଉଛି କାହାର ନା ଶିବଙ୍କର ଲୟାଲ। ପ୍ରଭୁ ଆସିକରି ପହଞ୍ଚୁଛନ୍ତି, ଯିବେ କୋଉଠିକି ନା ମାଙ୍କ ପାଖକୁ ଯିବେ, ମୁଁ ମଝିରେ ଅଟକେଇବାରକୁ କିଏ ସେ, ତେଣୁ ରେକଗ୍ନାଇଜ କରିଦଉଛନ୍ତି, ତାଙ୍କୁ କହୁଛନ୍ତି ଆକ୍ସେସ ଦେଇ ଦଉଛନ୍ତି, ମାଙ୍କ ପାଖକୁ ଯିବା ପାଇଁ ଆକ୍ସେସ କରିଦଉଛନ୍ତି। ଏଇ ହେଲା ତାଙ୍କର କଥା। ତେଣୁ କଣ କଲେ, ମା ଚାହିଁଲେ ଗୋଟେ ନିଜର ତିଆରି କରିବା ପାଇଁ, ଯଦି ଏହା ନ ହେଇଥାନ୍ତା ହୁଏତ, ଆଇ ଆମ୍ ନଟ୍ ଦ ରାଇଟ୍ ମ୍ୟାନ୍ ଟୁ କ୍ରିଟିସାଇଜ, କିନ୍ତୁ ଯଦି ମୋର ସତ କଥା କହିବାକୁ ଗଲେ ଯଦି ବୋଲି ଲଗେଇଛି, ଯଦି ସେମାନେ କରନ୍ତୁ ନନ୍ଦୀ ଯଦି ଛାଡି ନଥାନ୍ତେ, ପାର୍ବତୀ ଯଦି କ୍ରୁଦ୍ଧ ନ ହେଇଥାନ୍ତେ, ପାର୍ବତୀ ଯଦି ଅଲ୍ଟରନେଟିଭଲି ଚିନ୍ତା ନ କରିଥାନ୍ତେ, କିଏ ଜାଣେ ରାମକୃଷ୍ଣ ମାନେ ଶ୍ରୀ ଗଣେଶକୁ ମାନିଫେଷ୍ଟ କରିବାକୁ ପଡିଥାନ୍ତା ଆସିଥାନ୍ତେ କି ନାହିଁ ମୁଁ ଜାଣିନି, କିନ୍ତୁ ଯାହା ହଉ ଯୋଉ ଡିଭାଇନ ଟେମ୍ପରାମେଣ୍ଟ ନନ୍ଦୀ ବୋଲିକରି କହୁଛନ୍ତି, ହି ୱାଜ ଇନଷ୍ଟ୍ରୁମେଣ୍ଟାଲ। ଇନଷ୍ଟ୍ରୁମେଣ୍ଟାଲ କଣ କରିବା ପାଇଁ, ଏ ଯୋଉ ଶ୍ରୀ ଗଣେଶଙ୍କର ଗଣେଶଜୀଙ୍କର ଯୋଉ ଆବିର୍ଭାବ ପାଇଁ, ତାଙ୍କର ଯୋଉ ମାନିଫେଷ୍ଟେସନ ପାଇଁ, ତାଙ୍କର ଯୋଉ ଅବତରୀ ଆସିବା ପାଇଁ ବୋଥ ହୁଏ ସେ ହଉଛନ୍ତି ଇନଷ୍ଟ୍ରୁମେଣ୍ଟାଲ ଦାୟୀ। ତାର ପରବର୍ତ୍ତୀ ଅବସ୍ଥାକୁ ଆପଣ ମାନେ ଆସନ୍ତି, ନନ୍ଦୀକୁ ଜାଣି ସାରିଲା ପରେ କଣ ହଉଛନ୍ତି ନା ସେଠୁ କଣ ଜାଣିଛନ୍ତି, ତାଙ୍କୁ ଛାଡିଦେଲେ, ଛାଡି ଦେଇ ସାରିଲା ପରେ କଣ ହଉଛନ୍ତି କଣ କହିଲେ ନା ପାର୍ବତୀ ଆସୁଛନ୍ତି ବୋଲିକରି ସେ ତ ଇଏ ହେଲା। ତାପରେ କଣ ହଉଛନ୍ତି ଟ୍ରେଜର ଅଫ ସ୍ପିରିଚୁଆଲ ଆଟେନମେଣ୍ଟ, ନନ୍ଦୀକୁ କୁହାଯାଇଛି କହୁଛନ୍ତି ଟ୍ରେଜର ଅଫ ସ୍ପିରିଚୁଆଲ ଆଟେନମେଣ୍ଟ। ଆମେ ଯେମିତି ବିଶେଷ ଆମେ ତ ନନ୍ଦୀ ଭଙ୍ଗୀକୁ ବିଶେଷ ଦଉନା, ଇମ୍ପୋର୍ଟାନ୍ସ ଦଉନା, କିନ୍ତୁ ଆଧ୍ୟାତ୍ମିକବାଦୀ ମାନେ ତାକୁ କହିଛନ୍ତି କଣ କହିଛନ୍ତି, ଯାହାକୁ କହନ୍ତି ଟ୍ରେଜର ଅଫ ସ୍ପିରିଚୁଆଲ ଆଟେନମେଣ୍ଟ। ଆଉ ତାଙ୍କୁ ମଧ୍ୟ କୁହାଯାଏ କଣ ହଉଛନ୍ତି ଯାହାକୁ ଯୋଉ ଦେବୀ ବୋଲିକରି କହୁଛନ୍ତି, ଏଇ ଯୋଉ ଦେବୀ ଯାହାକୁ ସିଏ ଗଲା ନନ୍ଦୀଙ୍କର ସରିଗଲା ଡିଭାଇନ ଟେମ୍ପରାମେଣ୍ଟ, ରେକଗ୍ନାଇଜିଂ କଲେ ଲର୍ଡକୁ ଆଉ ତାକୁ ଆକ୍ସେସ ଦେଇଦେଲେ। ପାର୍ବତୀଙ୍କୁ ଯାହାକୁ କହିଲେ ସେ ହଉଛନ୍ତି ପରାଶକ୍ତି, ମୂଳାଧାରଣ ଶକ୍ତି, ସିଏ ହଉଛନ୍ତି ପବିତ୍ର ଥିଲେ ଶିବ ଆସନ୍ତି ବୋଲିକରି କହୁଛନ୍ତି, ସିଏ ହଉଛନ୍ତି କଣ ତାକୁ କହୁଛନ୍ତି ଟ୍ରେଜର ଅଫ ସ୍ପିରିଚୁଆଲ ଆଟେନମେଣ୍ଟ। ତାକୁ ଅର୍ଡିନାରୀ ଦେବୀ ବୋଲିକରି ଭାବିବେ ନାହିଁ, କିମ୍ବା ଅର୍ଡିନାରୀ ମାନେ ଯେମିତି ଶକ୍ତି ବୋଲିକରି ଭାବିବେ ନାହିଁ, ସ୍ପିରିଚୁଆଲ ଆଟେନମେଣ୍ଟର ସିଏ ହଉଛନ୍ତି ପ୍ରାଚୁର୍ଯ୍ୟମୟୀ ଦେବୀ। ଗୋଟେ ସମୟରେ ଆପଣ ମାନେ ବସିକରି କମ୍ପେୟାର କରନ୍ତି, କାହାକୁ କମ୍ପେୟାର କରନ୍ତି ନା ପାର୍ବତୀଙ୍କ ସହିତ ଲକ୍ଷ୍ମୀକୁ କମ୍ପେୟାର କରନ୍ତି। ପାର୍ବତୀ ହଉଛନ୍ତି କିଏ ସେ ନା ସେ ହଉଛନ୍ତି ହିମାଳୟଙ୍କର ସନ୍ତାନ, ହିମାଳୟଙ୍କର କନ୍ୟା। ଲକ୍ଷ୍ମୀ ହଉଛନ୍ତି କିଏ ସେ ନା ଆବିର୍ଭାବ କହିଥିଲେ କୋଉଠୁ ନା ସେ ହଉଛନ୍ତି ସମୁଦ୍ର କ୍ଷୀରାଭିତନୟା କ୍ଷୀର ସମୁଦ୍ରରୁ ଆସିଥିଲେ। ଦୁଇ ଜଣଙ୍କ ଭିତରେ ଅନେକ ସମୟରେ ଆପଣ ମାନଙ୍କ ଭିତରେ ଆସିକରି ପହଞ୍ଚି ଏ ଦୁଇ ଶକ୍ତିଙ୍କ ଭିତରେ ପାର୍ଥକ୍ୟ କଣ ଆଉ ସିମିଲାରିଟି କଣ, ତାକୁ ଆପଣ ମାନେ ବସିକରି ଶୁଣନ୍ତି କଣ କଣ ଉମା ଆଉ ରମା। ରମା ହଉଛନ୍ତି ଲକ୍ଷ୍ମୀ, ଉମା ହଉଛନ୍ତି ପାର୍ବତୀ। ଉମା ସାଙ୍ଗେ ରମା ନୁହନ୍ତି ସରି, କାହିଁକି ନା ତାଙ୍କର ଗୋଟେ ଲାକୁନା ଥିଲା, କାହିଁକି ନା ଉମା ଟିକିଏ କାଳି, ଶ୍ୟାମଳ ବର୍ଣ୍ଣ। ସେଇଭଳିଆ ସେପଟଟା କହୁଛି କଣ, ୟାଙ୍କୁ ଯେତେବେଳେ ତାମାନେ କଣ ଲକ୍ଷ୍ମୀଙ୍କୁ ବୋଧେ ଇମ୍ପୋର୍ଟାନ୍ସ ଦେଇଦେଲେ, କହିଲେ ନାଇଁ ସେପଟରେ ବି ଦେଇଛନ୍ତି। କେମିତି କଣ, ରମା ସଙ୍ଗେ ଉମା ନୁହନ୍ତି ସରି, ଉମା ସାଙ୍ଗେ ରମା ନୁହନ୍ତି ସରି, ପାର୍ବତୀଙ୍କ ସହିତ ରମା ମାନେ ଲକ୍ଷ୍ମୀ କେବେ ମାନେ ସମାନ ହେଇପାରିବେନି, କାହିଁକି ନା ରମା ଯିଏ ଲକ୍ଷ୍ମୀ ହଉଛନ୍ତି ଟିକିଏ ଟେରି, ସିଏ ହଉଛନ୍ତି ଟିକେ ଟେରି, ଇଏ ହଉଛନ୍ତି ଟିକେ ଶ୍ୟାମଳୀ। ଏନିୱେ ଆମର କିଛି କହିବାର ନାହିଁ, ଆମର ପାଠ ଭିତରକୁ ଯିବା। ତେଣୁ କଣ କରୁଛନ୍ତି, ଏଇ ଯୋଉ ବର୍ତ୍ତମାନ ମୁଁ ଆପଣଙ୍କୁ କହିଲେ କଣ ନା ଡିଭାଇନ ଯୋଉ ପ୍ରାଚୁର୍ଯ୍ୟକୁ ଦେଖେଇଲେ ଆଟେନମେଣ୍ଟ ଯାହା କହୁଛନ୍ତି ସ୍ପିରିଚୁଆଲ ଆଟେନମେଣ୍ଟର ଦେବୀ। ଆଉ କହୁଛନ୍ତି ଯାହାକୁ କହୁଛନ୍ତି ଦେବୀ ଆଲୋନ ଗ୍ରାଣ୍ଟସ୍, କଣ ଗ୍ରାଣ୍ଟ କରନ୍ତି, ଯୋଉ ମୁକ୍ତି, ଯାହାକୁ ଆପଣ ଯୋଉ ସ୍ପିରିଚୁଆଲ ଆଟେନମେଣ୍ଟ ପାଇଁ ଯଦି ଚାହୁଁଥିବେ ତାଙ୍କରି ପାଖକୁ ଲୋକ ଯାଆନ୍ତି ଏବଂ ତାକୁ ଦେବୀ କୃପା ନିଅନ୍ତି ସୁଆଂଶୁ। ଇଏ ହେଲା ପ୍ରଥମେ ଆପଣଙ୍କୁ କହିଲି କିଏ ସେ ନା ପାର୍ବତୀ କିଏ ସେ, ଦ୍ୱିତୀୟରେ କହିଲି ଆପଣଙ୍କୁ ନନ୍ଦୀ କିଏ ସେ, ତୃତୀୟରେ ଆପଣଙ୍କର ମନେ ପଡୁଥିବ ମୁଁ ଆପଣଙ୍କୁ କହିଥିଲି ଷ୍ଟ୍ରେସ୍ ଦେଇଥିଲି। ଷ୍ଟ୍ରେସ୍ ମାନେ ଯଦି ଆପଣଙ୍କର ମାନେ ତା ଉପରେ ମୁଁ ଆଘାତ କରିଥିଲି, ଯାହା କୁହନ୍ତି ଷ୍ଟ୍ରେସ୍
जदि आप लिंग्विस्टिक्स पढ़ी लिटरेचर पीजी फिजी करेंगे कहते गोटे स्ट्रेस बोलिक कहते कहते से कहते येलो बोलिक कहते कौन ना हलदी करते बोलिक कहते अंगमौली जमी कहले ना अंगमौली रे बाबू रे मोर गलार माली जो गीत शुणी भावुँ गीत बहुत फेमस गीत आपने शुणी तेणु कौन करते ये जो हलदी निजर अंगर मली जो हलदी ताको मारिक कौन कर उमा उमा मान होती पार्वती सी जो कौन करते स्नान करुले देहर जो हलदी गुड़ाक सी कौन कर भाषमान होता क्या ना से स्थिर जल उपर भाषमान होता ता जो जोड़िक कौन कले गणेश को तैयारी कले केमी तैयारी कले कौन कले मोर से हेटाक नुहे कि आपंकर जानवा दरकार नहीं कारण भगवान मानिफेस्टेशन एगुड़ा सहित आम मनीष मन नहीं आम चिंता कर एनीवे ही वाज क्रिएटेड तैयारी हो सारा जो हलदी बोलिक कहते हलदी जहाँ कहते भर्मिलियन बोलिक जहाँ कहते से जो गुंडटा हलदी गुंड आप जानते रोषे कर किसी असुविधा नहीं सी को कौन कहती ना मूलाधार चक्र बोलिक कहुए शिव पार्वती को जो गणना करते कहते से जो कुंडलिनी शक्ति बोलिक कहते से कहते गणेश कौन कर जगिक रही बोलिक गणेश हूँ तार गार्ड गणेश होती तार गार्ड बोलिक कहते तेणु हलदी को वर्णना कर ये है द्वितीय फेज आसिले बर्तमान आम जानिले हलदीर सिग्निफिकेंस कौन नंदी सिग्निफिकेंस कौन आ पार्वती कहले आम कौन बुझुचु तेणु यही सब जिन जानी सारा पर आम तार परवर्ती अवस्था को जीवा परवर्ती अवस्था को 10 मिनट खंडा पाखे अच्छी जी बाट आम जाना तेणु बर्तमान हूँ आउ गोटे क्यारेक्टर मुझे कही आउ गोटे क्यारेक्टर कहले एमती शब्द आम ठीक नुहे जहाँ को कहते से जो क्यारेक्टर मेन क्यारेक्टर जहाँ कहते शिव शिव को जहाँ कहते कौन ना मंगलमय मदर अपना जहाँ कहते आप कहते कौन लॉर्ड ऑफ ट्रांसफॉर्मेशन बोलिक आपने जानते एनीवे शिव को कहते कौन ना लॉर्ड एंड सुप्रीम टीचर बोलिक कहुए लॉर्ड एंड सुप्रीम टीचर बुझी हूँ लॉर्ड ईश्वर एवं सुप्रीम टीचर बोलिक कहते अच्छा गणेश ताले कौन जो गणेश आप कहते गणेश मानकर ईश्वर गणेश ये सी जो आपने कहते किंतु आध्यात्मवादी मैंने वर्णना करमिका वर्णना कर इगो बाउंड जीव अहं केन्द्रिक अहं अनुबद्धि माने कौन अनुबंधित इगो बाउंड तार द्वारा बंधी होता जीव कौन कहते सराउंडेड विथ क्लाउड ऑफ इगो चारिपटे कौन कला ना अहंकार थिला अहंकार रे सी कौन कहते ना भरा होते घेरा होते केमी कौन आप कहे सी अहंकार है अग्रपूज्य आप कहे अग्रपूज्य हो गले शिव पार्वती मानस संतान शिव जन्म देले ब्रह्मा सेवा आणिक आदेश ब्रह्मा पुणी जीवदान देले सी अग्रपूज्य हो गले एत जिन जानी सारा आपमी कहे सी होती इगो बाउंड मैन बोलिक ये परवर्ती अवस्थार कथा जिते होता कौन जो से शिव को चिन्ह पारे ना भगवान को चिन्ह पारे ना कारण अहंकार बसीभूत होता अहंकार भितर दबी रही मनीषटा अहं केन्द्रिक मनीष के भगवान को चिन्हे ना कारण तार आखिटा सब कौन करता से अहं द्वारा परिचालित होता है अहं केन्द्रित होकर रही है एनीवे तेणु कहते जो गणेश होती कौन ना इगो बाउंड जीव अहंकार द्वारा अनुबंधित होता जीव कौन करुले चारिपटे कौन थी ना सराउंडेड विथ क्लाउड ऑफ इगो जमी आप बर्तमान लघुचाप ओडिशा सारा जमी वर्षा होती बसी ठीक से भाया कौन होती गणेश चारिपटे कौन थी ना क्लाउड ऑफ इगो जमी आपण को ऊपर सूर्य अच्छा ऊपर चंद्र अच्छा ऊपर तारका मंडल अच्छी तारका अच्छा किंतु आपण तले बसी सब अंधार अंधार लगुच कहीं अंधार अंधार लगुच सूर्य कौन चली जाइए सूर्य नेचुराली जाइए तेणु चंद्र तो अच्छा दिन में तो सूर्य थे तथापि अंधकार था केते दिन है अंधकार को देखुं कहीं ना सूर्य और पृथ्वी आप जो अच्छा मझे आउ गोटे लेयर रही है डीपर डेन्सर लेयर थी से लेयरटा हूँ कौन से हूँ क्लाउड जहाँ को आप भसा बादल खंड देखुं सी अटकई दूसरी से जोटा अब्जर्व कर अब्जर्व करने आपको देखी पारना ठीक से भाया ये कौन हो भगवान आ मनीष तार भितर गोटे कौन हो गोटे क्लाउड ऑफ इगो अहंकार कौन कर गोटे जमी भसा बादल जमी रहे सेमती कौन से इगोटा से कौन कर रही जाए अच्छा इगोटा रही जाए से कौन हम ना डज नॉट रिकॉग्नाइज न्याचुराली आप चिन्ह पार सूर्य को देखी पारना चंद्र को देखी पारना जन को देखी पारना ज्योत्ना को देखी पारना तारका को देखी पारना सप्तर्षि मंडल देखुना तारका माने आप ध्रुव तारा को देखी पारना डैश 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 जहाँ को आप देखी पार उल्का पिंड को देखी पारना सब ध्रुव तारा देखुना पारना कहीं ना मझे गोटे लेयर अच्छी सी कौन कर आपको अटकई रखी कौन कर बाट छाड़ आपको रख तेणु जो इगोटा जो इगो सेंट्रिसिटी आसीज इगो जो हम तो भगवान को मनीष चिन्ह पार जीवटा कौन कर ना भगवान को चिन्ह पार से भाया केन्द्र है डज नॉट रिकॉग्नाइज ना सर चिन्ह तो पार घरे ना आर्गुमेंट करूला जुक्ति कले मुझे छाड़ी ना
ମାତାଙ୍କ ଆଦେଶ ମୁହିଁ ଜଗି ଅଛି ଘର ମାତା ଘର ଦ୍ୱାର ମାତା ଧ୍ୟାନ ମଗ୍ନ ହୁଏ ମୁଁ ଛାଡ଼ିବି ନାହିଁ ତୁମେ ଶିବ ହୁଅ ବା ଯିଏ ହୁଅ ମୋର ସେଟା କିଛି ବୁଝିବାର ନାହିଁ ମୁଁ ତମକୁ ଛାଡ଼ିବି ନାହିଁ ଆର୍ଗୁମେଣ୍ଟ ଅଛି ଆଉ ସେସବୁ କଣ କରୁଛି ନା ଫାଇଟ୍ ମାନେ ଲଢ଼େଇ କାହା ଭିତରେ ଲଢ଼େଇ ଇଗୋ ଭିତରେ ଇଗୋର ହଉଛି କଣ ନା ସୁପ୍ରିମ ଇଗୋ ସହିତ ଲଢ଼େଇ ହେଉଛନ୍ତି ତେଣୁ ସେତେବେଳେ କହୁଛି ଆପଣ ସେତେବେଳେ ପର୍ଯ୍ୟନ୍ତ ଆପଣ କହିପାରିବେ ନା ଗଣେଶ ଦେବତା କି କଣ ଏନିୱେ ଦେବତାଙ୍କର ସନ୍ତାନ ଆମେ ୱି ଡୋଣ୍ଟ ହାଭ୍ ଏନିଥିଙ୍ଗ ଟୁ କମେଣ୍ଟ ଅପନ୍ ଆମର କିଛି କହିପାରିବେ ନା କିନ୍ତୁ ସେତେବେଳେ ଯୋଉ ଅବସ୍ଥାରେ ଆର୍ଗୁମେଣ୍ଟ ହେଇଛି ଛାଡ଼ି ନାହାନ୍ତି ଚିହ୍ନି ପାରୁନାହାନ୍ତି ତାଙ୍କ ସହିତ ଲଢ଼େଇ ହେଇଛି ଆଚ୍ଛା ଲଢ଼େଇ ହେଇସାରିଲା ପରେ କଣ ହଉଛି ଲଢ଼େଇ ହେଇସାରିଲା ପରେ ଆପଣ କହିବେ କଣ ନା ପ୍ରଥମ ଯୁଦ୍ଧରେ ଶିବଙ୍କର ସେନା ହାରି ଯାଇଛନ୍ତି ଏବଂ ଶିବ ମଧ୍ୟ ନିଜେ ହାରି ଯାଇକରି ତାକୁ ବ୍ରହ୍ମାସ୍ତ୍ର ଆଣିକି ପ୍ରୟୋଗ କରୁଛନ୍ତି ଆପଣମାନେ ସେ କାହାଣୀ ଆପଣ ଶୁଣିଛନ୍ତି ତେଣୁ ବର୍ତ୍ତମାନ କେବେ ସେଟା କେମିତି କଣ ସତ୍ୟ ହେଲା ଯଦି ଆପଣ କେବେ ଇଗୋଟା ମାନେ ହଉଛି ଛୋଟିଆ ଜିନିଷ କିନ୍ତୁ ଛୋଟିଆ ଇଗୋର ମଧ୍ୟ ପ୍ରକାର ଭେଦ ଅଛି ତେଣୁ ଯେତେବେଳେ ପାର୍ବତୀଙ୍କର ସବୁ ଯାକ ଶକ୍ତି ତାଙ୍କର ଚେତନା ସବୁ ଯାକ ନେଇକରି ତାଙ୍କର ଜ୍ୟୋତିକୁ ନେଇକରି ଯେତେବେଳେ ଆବିର୍ଭାବ ହେଇଥିଲେ ସେ ଅର୍ଡିନାରୀ ଇଗୋ ନଥିଲେ ତେଣୁ ତାଙ୍କ ଭିତରେ ଯୋଉ ସାମର୍ଥ୍ୟ ଥିଲା ସେ ଅର୍ଡିନାରୀ ନଥିଲା ତେଣୁ ଯୋଉଥିରେ ଶିବ ଗଣକୁ ହରେଇ ଦେଇଛି ଏବଂ ଶିବଙ୍କୁ ସ୍ୱୟଂ ମଧ୍ୟ ହରେଇ ଦେଇଯାଇଛି ତାଙ୍କୁ ବିଦା କରିଦେଇଗଲା ତେଣୁ କଣ କହୁଛନ୍ତି ସେତିକିବେଳେ କହୁଛନ୍ତି ଇଏ ହଉଛନ୍ତି ଫାଇଟ୍ କଲେ ତାର ପରବର୍ତ୍ତୀ ଅବସ୍ଥାରେ କହୁଛନ୍ତି ନା ଲର୍ଡ ମାନେ ହଉଛନ୍ତି ଯିଏ କହୁଛନ୍ତି ଏଠି ବିଭିନ୍ନ ପ୍ରକାର ଆଲୋଚନା ହଉଛନ୍ତି ଲର୍ଡରେ ଆପଣ ବ୍ରହ୍ମାଙ୍କ ନାଁ ଶୁଣିଛନ୍ତି ଲର୍ଡରେ ମଧ୍ୟ ଆପଣ ଜାଣିଛନ୍ତି ସେ ଯୋଉ ବ୍ରହ୍ମାସ୍ତ୍ର କଥା ମଧ୍ୟ ଜାଣିଛନ୍ତି ତାପରେ ଲର୍ଡରେ ମଧ୍ୟ ସ୍ୱୟଂ ଶିବଙ୍କୁ ମଧ୍ୟ ଜାଣିଛନ୍ତି ଆଚ୍ଛା ଲର୍ଡକୁ କେମିତି କଣ ବୁଝଉଛନ୍ତି ଦ ଗୁରୁ ଲର୍ଡ ଆଜ ଗୁରୁ ମାନେ ଆପଣ ବୁଝୁଛନ୍ତି ଗୁରୁ ମାନେ କଣ ଏଇ ଯୋଉ ସାହିତ୍ୟ ଦିଦି ସଂସ୍କୃତ ସାର୍ ତାଙ୍କୁ ଗୁରୁ ନିଏ ହଉଛି ଟିଚର ମାନେ ହୁ ଟିଚର୍ସ ଇଜ ଟିଚର ଯିଏ ପଢାନ୍ତି ସେ ହଉଛନ୍ତି ଯିଏ ଟିଚ୍ କରୁଛି ସିଏ ହଉଛନ୍ତି ଟିଚର କିନ୍ତୁ ଗୁରୁ ମାନେ ହଉଛନ୍ତି ତାର ବିଭିନ୍ନ ଡେଫିନେସନ ମୁଁ ଅନେକ କ୍ଲାସ ଗୁରୁ ଉପରେ ନେଇଛି ହୋପଫୁଲି ଆପଣ ମାନେ କିଛି ତା ଭିତରୁ ଟିକେ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଏଥିରେ ସନ୍ଦେହ କରିବାରେ ନାହିଁ କିନ୍ତୁ କଥା ହଉଛି ଗୁରୁଙ୍କ ଭିତରେ ମୁଖ୍ୟତଃ ତିନିଟା ଜିନିଷ ଥାଏ ମୁଖ୍ୟତଃ ତିନିଟା ଜିନିଷ ଦେଖିଥିବେ ଶ୍ରୀ ଅରବିନ୍ଦ ତାକୁ ବୁଝଉଛନ୍ତି କଣ କେମିତି ବୁଝଉଛନ୍ତି ନା ଟିଚିଂ ଏକ୍ସାମ୍ପଲ ଆଣ୍ଡ ଇନଫ୍ଲୁଏନ୍ସ ଟିଚିଂ ଏକ୍ସାମ୍ପଲ ଆଣ୍ଡ ଇନଫ୍ଲୁଏନ୍ସ ଏ ତିନିଟା ଜିନିଷ କଣ କରୁଥିବ ମୁଖ୍ୟତଃ କଣ କରୁଥିବ ନା ଗୁରୁଙ୍କ ପାଖରେ ଥିବ ଏ ତିନିଟା ଜିନିଷ ନହେଲେ ସେ ଗୁରୁ ହେଇପାରିବେ ନା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ତେଣୁ ସମସ୍ତଙ୍କୁ ଆପଣ ଗୁରୁ କହିପାରିବେନି ଆମେ ଯେମିତି ପହଞ୍ଚୁଛୁ ମନେ କରନ୍ତୁ ଆମେ ଯାଇକି ପହଞ୍ଚୁଛୁ ମାନେ ଆମେ ଯେମିତି ଅପା ଭାଇ ଡାକୁଛୁ ସେମିତି ଶିଶୁ ମନ୍ଦିର ବାଲା ଗୁରୁମା ଗୁରୁ ଭାଇ ଗୁରୁ କଣ ସବୁ ଡାକୁଛନ୍ତି ଯାଇ ପହଞ୍ଚୁଛନ୍ତି ତାଙ୍କୁ ପ୍ରଣାମ କରୁଛନ୍ତି କିନ୍ତୁ ସିଏ ହଉଛି କଣ ନା ଆପଣଙ୍କର ଟିଚର ପଦବାଚ୍ୟ କିନ୍ତୁ ଗୁରୁ ହଉଛନ୍ତି ଅଲଗା ତାଙ୍କ ଭିତରେ ମୁଖ୍ୟତଃ ତିନିଟା ଜିନିଷ ଥିବ ଗୁରୁଙ୍କ ଭିତରେ ତିନିଟା ଜିନିଷ ଗରିମା ଥିବ ତାଙ୍କୁ ମୁଖ୍ୟତଃ କହୁଛନ୍ତି କଣ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ତିନିଟା ଯୋଉ ଓଭର ମାଇଣ୍ଡ ଗଡ ଯାହାକୁ ବୋଲି କହୁଛନ୍ତି ଜଣେ ହଉଛନ୍ତି ସ୍ରଷ୍ଟା ଜଣେ ପାଳନକର୍ତ୍ତା ଆଉ ଜଣେ ସଂହାରକର୍ତ୍ତା ବୋଲି କହୁଛନ୍ତି ସବୁ ଗୁଡାକର କମ୍ବିନେସନ ପାଖରେ ଥିବ ଅନେକ ଗୁରୁଙ୍କ ଉପରେ ମୁଁ ଅନେକ ଆଲୋଚନା କରିଛି ତେଣୁ ମୁଁ ଆଉ ଯିବିନି ସମୟ ବି ଆସିକି କବାଟ ଠକ୍ କଲାଣି ମୁଁ ବି ଆଗକୁ ଯିବା ଭଳିଆ ଅବସ୍ଥା ଆଉ ନାହିଁ ତେଣୁ ବର୍ତ୍ତମାନ କହୁଛନ୍ତି କଣ ନା ଏଇ ଯୋଉ ଗୁରୁ ତାଙ୍କ ଭିତରେ ତିନିଟା ଜିନିଷ ଥିବ ଗୋଟେ ହଉଛି ଟିଚିଂ ପଢଉଥିବେ ସେତେବେଳେ ଏକ୍ସାମ୍ପଲ ଆଉ ଇନଫ୍ଲୁଏନ୍ସ ନିଜେ ଏକ୍ସାମ୍ପଲ ଦେଇଥିବେ ଆଉ ଏକ୍ସାମ୍ପଲ ହେଇଥିବେ ଆଉ ଇନଫ୍ଲୁଏନ୍ସ ତାଙ୍କର ପ୍ରଭାବରେ ବାଉଣ୍ଡ ଟୁ ଚେଞ୍ଜ ଅଣ୍ଡର ହର ଅର ହିଜ ଇନଫ୍ଲୁଏନ୍ସ ୟୁ ଆର ବାଉଣ୍ଡ ଟୁ ଚେଞ୍ଜ ଚାହୁଁ ବଦଳିଯିବ ଜାଣିନଥିବେ ଚିନ୍ତା କରୁନଥିବେ ସବୁ ବଦଳିଥିବେ ତିନିଟା ଜିନିଷ ତାଙ୍କ ପାଖରେ ଥିବ ତେଣୁ ଲର୍ଡଙ୍କୁ ଯଦି ବର୍ତ୍ତମାନ ବୋଲିକରି କହୁଛନ୍ତି ଲର୍ଡ ମାନେ କହୁଛନ୍ତି ଆଜ ଗୁରୁ କଣ କରିବେ ନା କଟ୍ସ ଦ ହେଡ୍ ଅଫ୍ ଆୱାର ଇଗୋ ଯେମିତି ଶିବ ସେଠି କଣ କଲେ ନା ଗଣେଶଙ୍କର ମୁଣ୍ଡ କାଟିଦେଲେ ଠିକ ସେଇଭଳିଆ ଲର୍ଡ ଆସନ୍ତି କଣ ନା ସ୍ଲେୟର ମାନେ ହଉଛନ୍ତି ସଂହାରକର୍ତ୍ତା ସେ କାହାକୁ କାଟନ୍ତି ନା ସେ ଆମର ମଥାକୁ କାଟନ୍ତି ଆମର ମଥା ମାନେ ବଞ୍ଚିବୁ କିନ୍ତୁ କହିଲେ ନାଇଁ ସେମିତିକା ମଥା ନୁହେଁ ଆମର ଯାହାକୁ ଅହଙ୍କାର ରୂପକ ଯୋଉ ମଥା ଅଛି ତାକୁ ସେ କଣ କରନ୍ତି ନା କଟ୍ସ ଇଟ୍ ଡାଉନ୍ ତାକୁ କାଟିକିରି ଫୋପାଡି ଦିଅନ୍ତି ନଷ୍ଟ କରିଦିଅନ୍ତି ତେଣୁ ଇଗୋ ହଉଛି କଣ ଇଗୋ କହିଲେ ଆଚ୍ଛା ସେ ତାପରେ ବର୍ତ୍ତମାନ ଆପଣ ପଚାରିବେ ନା ଇଗୋ ବୋଲିକରି ଗୋଟେ ଜିନିଷ ଜାଣିଛନ୍ତି ଗୋଟେ ଜିନିଷ ଅଛି ଇଗୋ ଉପରେ ମୁଁ ଶହ କ୍ଲାସ କରିଛି ତେଣୁ ମୁଁ ଆଉ ଛାଡକୁ ଯିବି ନାହିଁ ତେଣୁ କହୁଛନ୍ତି ଇଗୋ ବୋଲିକରି କଣ କହିଲେ ସୋ ପାୱାରଫୁଲ ସେଇ ଅହଙ୍କାରକୁ ଗୋଟେ ମଣିଷ ଯିଏକି ୟୁନିଭର୍ସରେ ରିପ୍ରେଜେଣ୍ଟ କରୁଥିଲା ବର୍ତ୍ତମାନ ଗୋଟେ ଧୂଳି କଣା ହେଇକରି ଗୋଟେ କଣରେ ପଡିଛି ତାର ପଛପଟରେ ଯାହା ଅଛି ସେଇ ହଉଛି ଇଗୋ ସେଇ ଇଗୋ ଯିଏକି ଆପଣଙ୍କୁ ୟୁନିଭର୍ସ ବା କସ୍ମିସିଟିରୁ ଆଣିକରି ଗୋଟେ ପଏଣ୍ଟରେ ପହଞ୍ଚିଛି ସେଇ ଇଗୋ ଚାହିଁଲେ ଆପଣଙ୍କୁ ପୁନର୍ବାର କଣ କରିବ ଇଣ୍ଡିଭିଜୁଆଲ ୟୁନିଭର୍ସାଲ ଯାଇକରି ପୁଣି ଟ୍ରାନ୍ସେଣ୍ଡେନ୍ସ ଆଡକୁ ନେଇଯିବ ସେଇ ହଉଛି ଇଗୋ କେମିତି କଣ ତାକୁ ହବ ତାକୁ ଅନ୍ୟ କେତେବେଳେ ଦେଖିବା ତେଣୁ ଏଇ ଯୋଉ କହୁଛନ୍ତି ଏଇ ଯୋଉ ମାନେ ଯାହାକୁ କହୁଛନ୍ତି ଇଗୋଟା ବୋଲି କହୁଛନ୍ତି ସୋ ପାୱାରଫୁଲ କଣ କରିବେ ଯାହାକୁ କହୁଛନ୍ତି କଣ ଫାଷ୍ଟ ସେ କଣ କଲେ ଏଠି ତ ହଉଛନ୍ତି ଆମେ ତ ଜାଣିନୁ ଭୁଲ ଭାଲ କରୁଛୁ ଯାହା ଯେମିତି କରୁଛୁ କିନ୍ତୁ ସେଠି କହୁଛନ୍ତି ଏତେ ପାୱାରଫୁଲ ଯେ ପ୍ରଥମେ କଣ କଲେ ନା ଇନଷ୍ଟ୍ରକ୍ସନକୁ ମାନିଲେ ନାହିଁ କାହାର ଇନଷ୍ଟ୍ରକ୍ସନକୁ ମାନିଲେ ନାହିଁ
ତିଆରି କରି ଦେଇଥିଲେ ଶିବ କହୁଛନ୍ତି ମୁଁ ହଉଛି ଶିବ ମତେ ବାଟ ଯିବାକୁ ଛାଡ ତାକୁ ଛାଡୁନାହାନ୍ତି କଣ କଲେ ନା ଇନଷ୍ଟ୍ରକ୍ସନ ୱାଜ ନଟ୍ ଫୁଲଫିଲ୍ଡ ତାପରେ କହୁଛନ୍ତି କଣ ହଉଛନ୍ତି ସେଇଥିପାଇଁ କଣ କଲେ ତାଙ୍କର ଆର୍ମିକୁ ମଧ୍ୟ ହରେଇ ଦେଲେ ଚିହ୍ନୁନାହାନ୍ତି କିନ୍ତୁ ଏତେ ଜିନିଷ ଅଛି ଶିବଙ୍କର ସବୁ ଯାକ ଟୋଟାଲ ଯୋଉ ଆର୍ମି ଥିଲା ତାକୁ ହରେଇ ଦେଲେ କଣ କରିବାକୁ ଆରମ୍ଭ କଲେ ଯାହାକୁ କହନ୍ତି ଇଏ ହଉଛନ୍ତି ଯାହାକୁ ପରବର୍ତ୍ତୀ ଅବସ୍ଥାରେ କଣ କଲା ନା ଗୋଟେ ଅର୍ଡିନାରୀ ପ୍ରୋସେସରେ ସଲ୍ଭ ହେଇପାରିଲା ନାହିଁ ତେଣୁ ସଲ୍ୟୁସନ ଟା କେମିତି ଆସିବାକୁ ପଡିଲା ନା ତାଙ୍କର ଯାହାକୁ କହନ୍ତି ପରବର୍ତ୍ତୀ ଅବସ୍ଥାରେ ଗୋଟେ ଟଫର ଆପ୍ରୋଚ ଅର୍ଡିନାରୀ ଯୁଦ୍ଧରେ କିମ୍ବା ତାକୁ ଭୁଲେଇବାରେ ଭଣେଇବାରେ ଯୁକ୍ତି କରିବାରେ ସେ ତାକୁ ହବ ନାହିଁ ସେଥିପାଇଁ ତାକୁ କଣ କରାଗଲା ତାପରେ ସେ କଣ କଲା ଇଭେନ୍ଚୁଆଲି ତାକୁ କଣ କଲେ ନା ତାଙ୍କର ମୁଣ୍ଡ କାଟ କରାଗଲା ଇଏ କଣ ହଉଛନ୍ତି ଯାହା ଦ୍ୱାରା କଣ ହଉଛି ନା ଗୋଟେ ହାତୀ ମୁଣ୍ଡ ଯୋଉକୁ ଲାଗିଲା ସେ ହାତୀ ମୁଣ୍ଡକୁ ଆପଣ କହନ୍ତି କଣ ନା ଯୋଉଟା ହଉଛି ଡିଭାଇନ ୱିଷ୍ଟମ ତେଣୁ ଗୋଟେ ଅର୍ଡିନାରୀ ଲୋକ ଯିଏ ଥିଲା ସିଏ କଣ କଲା ନା ଧୀରେ ଧୀରେ ପ୍ରମୋଟେଡ ହେଇକରି ଡିଭାଇନ ୱିଷ୍ଟମ ଆଡକୁ ଗଲା ସମୟ ଆହ୍ୱାନ ବାର୍ତ୍ତାକୁ ବିରାମ ଦେବା ବ୍ୟତୀତ ଆମ ପାଖରେ ଅନ୍ୟ ପାଠ ହିଁ ନାହିଁ କାହାଣୀର ଗୋଟିଏ ପୋର୍ସନ ମୁଁ ଆପଣଙ୍କୁ ଆଲୋଚନା କରିଛି ହୋପଫୁଲି ଯଦି କେତେବେଳେ ପୁନର୍ବାର ଅଛି ଯଦି ଆଉ କେତେବେଳେ ଆଲୋଚନା କରିବା ଆପଣଙ୍କ ପାଖକୁ ଆସିବି ସବୁଦିନ ଆପଣଙ୍କର ସେଇ ପ୍ରୋବ୍ଲେମ ଘୋଡେ ଦି ଧାଡି ଭିତରେ ଆଲୋଚନା କଲା ବେଳକୁ ଘଣ୍ଟେ 2 ଘଣ୍ଟା ମୋର ହେଇଯାଉଛି ତେଣୁ ତଥାପି ଆଜି ସନ୍ଧ୍ୟାର ଆଲୋଚନାକୁ ମୁଁ ଏଇଠି ରଖୁଛି ଆପଣମାନଙ୍କଠାରୁ ବିଦାୟ ନେଉଛି ବନ୍ଦେ ମାତରମ୍।